नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवं। यत्कृपातमहं वन्दे परमानन्दमाधवं। यत्कृपातमहं वन्दे परमानन्दमाधवं। बाहुप्रसार परिरंभ कराल कोरु निबिस्तना लभन नर्मन खाग्रपातै खेल्वावलोक हसितं ब्रज हसितै ब्रज सुंदरीणां उत्तम हयन रतिपतिं रमयांचकार। एवं भगवतः कृष्णात् लब्धमाना महात्मनः आत्मनं मे निजे स्त्रीणां मानिन्योऽभ्यधिकं भुवि तासां तत सौभगमदं वीक्ष्यमानं च केशव प्रशमाय प्रसादाय तत्रैवान्तरधीयत। श्रील श्रीपाद शुकदेव गोस्वामी कहते महाराज परीक्षित श्रवण करंतु। भगवान श्री कृष्ण स्वकीय भृत्व स्वरूप दासी अभिमानिनी दासी अभिमान युक्त न तो दास दासी अभिमान युक्त निजर प्रिय भृत्व बहु उच्च स्तर स्थित ब्रह्मा शंकर नारद चतुसनादि पूज्य जीवतत्व मानव परमानंद प्रदान कले। भगवान तो समस्त को आनंद प्रदान करते। ए जगत रे जेउठी जेउ धरणर आनंद आमे प्राप्त होबा पाइबा से आनंदर मूल उत्स मूल भंडार भगवत स्वरूप भगवत विग्रह सेठू आनंदर रस झरी आसे। जेपरी तुंग गिरिचूड़ारे प्रचुर जलधारा जलपूर्ण होता है। प्रस्तर रंध्र मानकरे कोटि कोटि संख्यार छोट छोट निर्झरणी गली पड़े। विशाल पर्वत कहले कौन कि माटी आउ पत्थर गदा तो जोठी पत्थर गुड़े गदा हम पत्थर मान भीतर संधि रही कि कोटि कोटि संधि रत्थर मान भीतर उपरे जदि जलराशि परिपूर्ण हो चूड़ारे रहिला तुंग चूड़ारे से प्रचुर जल अनंत अक्षय जल राशि सरुनी से जल से जमी पत्थर सन्धा मानक चारिआडे गलिब तद्रूप ये चतुर्दश ब्रह्मांड नहीं ए भलिया कोटि कोटि चतुर्दश ब्रह्मांड ए समस्तर तुंग चूड़ारे थिबा अक्षय अव्यय असरंती अनंत आनंदर भंडार भगवान श्री गोविंद विद्यमान। ये ब्रह्मांड गुड़िक जदि गोटे गोटे पत्थर बोली आम धरिबा ये पत्थर गदा पर्वत उपरे तुंग चूड़ारे आनंद कंद विद्यमान अक्षय आनंद अनंत आनंद अच्युत आनंद से आनंद भंडार बा जल भंडार टिके कमुनी
ଯେମିତି ଚତୁର୍ଦିଗରେ ପଥର ସନ୍ଧି ମାନଙ୍କରେ ଗଳି ଆସେ ଜଳ, ସେମିତି ସେଇଠୁ ହିଁ ଆନନ୍ଦ ଝରି ଆସୁଛି। ଆମେ ବିଶ୍ୱରେ ଯେଉଁ ଆନନ୍ଦ ପାଉଛୁ, ଯେକୌଣସି ଆନନ୍ଦ, ଏସବୁ ଆନନ୍ଦ ଯଦିଓ ଅନେକ ବସ୍ତୁ ଓ ଉପକରଣକୁ ଆଶ୍ରୟ କରି ଆମର ଭୋଗ ହେଉଛି, ଅର୍ଥରୁ, ଖାଦ୍ୟରୁ, ପୁତ୍ରକନ୍ୟାରୁ, ବସ୍ତ୍ରାଭରଣରୁ, ଅଳଙ୍କାର ପରିପାଟିରୁ, ଶରକ୍ଚନ୍ଦନ ଆଦି କରୁ, ବନିତା ଆଦି କରୁ ଯେଉଁ ଆନନ୍ଦ ଭୋଗ ହେଉଛି, ଏସବୁ ସେଇ ଆନନ୍ଦ। ଆନନ୍ଦ ଗୋଟିଏ ତତ୍ଵ, ଗୋଟିଏ ବସ୍ତୁ। ଯେମିତି ଅନନ୍ତ ଜୀବଙ୍କର ଅନ୍ତଃକରଣ ଭିତରେ ଥିବା, ଅନ୍ତଃକରଣରେ ଥିବା ଚିତ୍ ବସ୍ତୁ ବା ଆତ୍ମା ନାମକ ବସ୍ତୁ, ଚେତନ ତତ୍ଵର ମୂଳ ଚେତନ ତତ୍ଵ ସେ ଗୋଟିଏ। ଏସବୁ ଗୋଟିଏ ଜାତୀୟ ଜିନିଷ, ୟା ଭିତରେ ଭିନ୍ନ ନାହିଁ। ଆନନ୍ଦ ମଧ୍ୟ ତଦ୍ରୂପ। ଯୋଉ ଭିନ୍ନ ଭିନ୍ନ ଆନନ୍ଦ ଆମେ ଭାବୁ, ଆହାର ଜନିତ, ବସ୍ତ୍ର ଜନିତ, ଅଳଙ୍କାର ଜନିତ, ଶରକ୍ଚନ୍ଦନ ଜନିତ, ଆତ୍ମପ୍ରଶଂସା ଶ୍ରବଣ ଜନିତ ଯେଉଁ ଆନନ୍ଦ ଆମେ ସବୁ ଅଲଗା ଅଲଗା ଭିନ୍ନ ଭିନ୍ନ ଭାବୁ, ଆନନ୍ଦ ଗୋଟିଏ, ବସ୍ତୁ ଭିନ୍ନ ଭିନ୍ନ, ଭିନ୍ନ ଭିନ୍ନ ଉପକରଣ ମାଧ୍ୟମରେ ଆମେ ଆସିକି ପାଖରେ ପହଞ୍ଚୁଛି। ଏ ସମସ୍ତ ଆନନ୍ଦର ମୂଳ ଉତ୍ସ ହେଉଛନ୍ତି ସେ। ତେଣୁ ଯାହାକୁ ଯେଉଁଠି ଯେଉଁ ଆନନ୍ଦ ମିଳୁଛି ସେ ହିଁ ପ୍ରଦାନ କରୁଛନ୍ତି, ତାଙ୍କରି ଠାରୁ ଝରି ଆସୁଛି। ପ୍ରଦାତା ଜଣେ, ଦାତା ଏକ ରାମ, ଭିଖାରୀ ସାରା ଦୁନିଆ। ଗୋଟିଏ ସୁନ୍ଦର ସଙ୍ଗୀତ ଅଛି, ବଡ଼ ସୁନ୍ଦର ଗାଆନ୍ତି। ଦାତା ଜଣେ ରାମ। ରାମ କହିଲେ ମନୋହର, ସୁନ୍ଦର, ରମଣୀୟ, ମନୋରମ, ରାମ ଶବ୍ଦର ଅର୍ଥ। ସେ ଆନନ୍ଦ କନ୍ଦ ତ ସମସ୍ତଙ୍କୁ ଆନନ୍ଦ ଦିଅନ୍ତି। ନିଜର ଅତି ଅନ୍ତରଙ୍ଗ, ନିଜର ପ୍ରିୟତମ, ନିଜେ ଭଲ ପାଉଥିବା ଲୋକଙ୍କୁ ଟିକେ ଅଧିକା ପରିମାଣରେ ଦେଇଦେଇଛନ୍ତି, ଟିକେ ଅଧିକା ପରିମାଣରେ ଦେଇଦେଇଛନ୍ତି। ଆମକୁ ସାମାନ୍ୟ ଦଉଛନ୍ତି, ଆମେ ତାଙ୍କ ସହିତ ମନୋସଂଯୋଗ କରୁନେ ବୋଲି। ଯେଉଁମାନେ ମନୋସଂଯୋଗ କରିଛନ୍ତି ସେ ଆଉ ଟିକେ ଅଧିକା ମାତ୍ରାରେ ଆନନ୍ଦ ପାଉଛନ୍ତି। ଯେଉଁମାନେ ନିରନ୍ତର ଭଗବାନଙ୍କ ସହିତ ସଂଯୁକ୍ତ ହୋଇକରି ଅଛନ୍ତି ସେମାନେ ଆଉ ଅଧିକା ପାଉଛନ୍ତି। ଯେଉଁମାନେ କାୟ, ମନ, ବାକ୍ୟ, ଅନ୍ତଃକରଣ, ମନ, ବୁଦ୍ଧି, ଇନ୍ଦ୍ରିୟ ସବୁ କିଛି ସେଠି ସମ୍ପର୍କିତ କରିଦେଲେ, ଯୋଡ଼ିଦେଲେ, ସେମାନେ ପ୍ରଚୁର ପରିମାଣର ଆନନ୍ଦ ପାଉଛନ୍ତି। ଏ ରାସ ବିଳାସ ସେୟା ନାନାବିଧ ଆନନ୍ଦ ଭିତରୁ ଚରମାନନ୍ଦ, ରସାନନ୍ଦ, ରସାନନ୍ଦୀ ରାଧା ସରସ ବପୁରା ଲିଙ୍ଗନ ସୁଖ। ଆମର ଜଗନ୍ନାଥଙ୍କ ସ୍ମୃତିରେ କୁହାଯାଇଛି ଗୋଟେ ରସାନନ୍ଦୀ ରାଧା। ଏଟା ହଉଛି ରସାନନ୍ଦ। ଯେମିତି ବ୍ରହ୍ମାନନ୍ଦ, ଯେମିତି ବ୍ରହ୍ମାନନ୍ଦ, ଭୂମାନନ୍ଦ, ଯୋଗାନନ୍ଦ, ଠିକ ସେଇଭଳିଆ ରସାନନ୍ଦ। ଆଉ ଗୋଟେ ଅଛି ତା ଉପରକୁ ଗୋଟେ ସାନ୍ଦ୍ରାନନ୍ଦ। ସାନ୍ଦ୍ରାନନ୍ଦ ତାଠୁ ଆଉ ଅଧିକା କିଛି ନାହିଁ। ଏ ସାନ୍ଦ୍ରାନନ୍ଦଟାକୁ ହିଁ ଅନେକ ରସାନନ୍ଦ ବୋଲି କହନ୍ତି। ରସାନନ୍ଦଟା ତଳେ ଗାଢ ହେଇଗଲେ ସେଟା ସାନ୍ଦ୍ରାନନ୍ଦ। ସାନ୍ଦ୍ର କହିଲେ ସେ ଶବ୍ଦ ଆମେ ଜାଣିଛୁ। ପାଣିରେ ଆମେ ଲୁଣ ମିଶଉଥିଲୁ, ଚାମଚ ପକେଇଲୁ ମିଶିଗଲା, 2 ଚାମଚ ପକେଇଲୁ ମିଶିଗଲା, 3 ଚାମଚ ପକେଇଲୁ ମିଶିଗଲା, 6 ଚାମଚ ପକେଇଲୁ ମିଶିଗଲା, ତାପରେ ଆଉ ଚାମଚଟେ ପକେଇଲୁ ଯା ମିଶିଲାନି। ସେମିତି ଲୁଣଟା ତଳେ ରହିଛି। କିରେ ଏପର୍ଯ୍ୟନ୍ତ ଗୋଳି ହଉଥିଲା, ଆଉ କାହିଁ ପାଣିର ଯେତକ କଣା ଥିଲା ସେଥିରେ ଲୁଣ ପଶିଗଲା। ଆଉ ତ କଣା ନାହିଁ, ଲୁଣ ପଶିବ ଗୋଟେ, ଲୁଣ ପଡିଛି ତଳେ, ଆଉ ମିଳୁନି। ଆଉ ଏଟାକୁ ସାନ୍ଦ୍ର ଅବସ୍ଥା କହନ୍ତି। ତଦ୍ରୂପ ଜୀବର ଯେତିକି ଶୋଷଣ କରିବା ଶକ୍ତି, ସେ ସାଧନା ବଳରେ ତାର ଗ୍ରାହିକା ଶକ୍ତିକି ଯେତେ ବଢେଇଛି, ଜୀବର ଗ୍ରାହିକା ଶକ୍ତି ଅଛି ନା, ଆଉ ତା ଭିତରେ କମ୍ ବେଶୀ ଅଛି। ଜଣେ ଶିକ୍ଷକ କ୍ଲାସରେ ପାଠ ପଢେଇଲେ, ଗୋଟେ ପିଲା ଭଲ ଗ୍ରହଣ କରିପାରିଲା, ଆଉ ଗୋଟେ ପିଲା ଭଲ ଗ୍ରହଣ କରିଲାନି। ଗୋଟେ ପିଲା ପଚାରିଲା, ସାର୍ ମୁଁ କିଛି ବୁଝିପାରିଲିନି। ସାରଙ୍କୁ ବୁଝେଇବା ତ ଗୋଟିଏ ପ୍ରକାର, ସେ ତ ଏକାଥରେ ବୁଝେଇଦେଲେ ସବୁ ପିଲାଙ୍କୁ। ଗୋଟିଏ ପିଲା କହିଲା, ଆଜ୍ଞା ମୁଁ କିଛି ବୁଝିପାରିଲିନି। କିରେ କାହିଁ ବୁଝିପାରିଲୁନି? ନା ଆଜ୍ଞା ମତେ କିଛି ଧରା ପଡ଼ିଲାନି। ଆରେ ଅମୁକ ପିଲା ତୁ ବୁଝୁଛୁ? ନା ହଁ ସାର୍ ମୁଁ ଭଲ କରି ବୁଝୁଛି। ତା ବୁଝେଇ ତ ଆସିକରି ସେ ବୁଝେଇଦେଲା। ତାର ଗ୍ରାହିକା ଶକ୍ତିଟା ସେମିତି ରସର ଗ୍ରାହିକା ଶକ୍ତି ସମସ୍ତଙ୍କର ସମାନ ନଥାଏ। କୋଉଟା ରହିଲେ ଗ୍ରାହିକା ଶକ୍ତି ସମସ୍ତଙ୍କର ସମାନ ନଥାଏ। ଆପଣ ଦେଖିବେ ଗୋଟିଏ ସୁନ୍ଦର ଶବ୍ଦରେ ଏହି ଶାସ୍ତ୍ରୀୟ ନିଷ୍ପତ୍ତିଟିକି ବିଦଗ୍ଧ ଚିନ୍ତାମଣିର ଅଭିମନ୍ୟୁ ସାମନ୍ତ ସିଂହାର ଫୁଟେଇଛନ୍ତି।
ସମାନବୟ ରୂପ ଶୋଭା ଗୁଣ ସ୍ୱଚ୍ଛ ଆରଦ୍ର ସ୍ୱଭାବ ଲକ୍ଷଣ ରସରତ୍ନ ଚିହ୍ନା ଗ୍ରାହିକା ଶକ୍ତି ଏତେ ଲକ୍ଷଣେ ଯୁକ୍ତ ଯେଉଁ ବ୍ୟକ୍ତି ଯେ ସଂଯୋଗ ସମ୍ବନ୍ଧୁ ହୃଦୟ ଜାତ ହୁଏ ପ୍ରଣୟ ବିଧୁ। ଭଗବାନଙ୍କ ପ୍ରତି ରସଯୁକ୍ତ ହବା ପ୍ରଣୟ ଯୁକ୍ତ ହବା ତାଙ୍କୁ ପ୍ରିୟତମ ରୂପେ ପାଇବା ସମସ୍ତଙ୍କ ଦ୍ୱାରା ସମାନ। ଏ ଲକ୍ଷଣ ଯୋଉମାନଙ୍କର ଥିବ ସ୍ୱଚ୍ଛ ଆରଦ୍ର ସ୍ୱଭାବ ଲକ୍ଷଣ ରସ ରତ୍ନ ଚିହ୍ନା ଗ୍ରାହିକା ଶକ୍ତି ପ୍ରଚଣ୍ଡ ଗ୍ରାହିକା ଶକ୍ତି ଥିବା ଦରକାର। ଟିକିଏ ମିଳିଗଲେ ସୂଚନା ପୂର୍ଣ୍ଣ ମାତ୍ରାରେ ଶୋଷି ଦଉଥିବ ଗ୍ରହଣ କରୁଥିବ। କିନ୍ତୁ ଜୀବର ଗ୍ରାହିକା ଶକ୍ତିରେ ନ୍ୟୁନାଧିକ୍ୟତା ରହିଛି। ବ୍ରଜାଙ୍ଗନା ମାନେ ତାଙ୍କ ଗ୍ରାହିକା ଶକ୍ତିଟାକୁ ଏପରି ତୀକ୍ଷ୍ଣ ଭାବରେ ବଢେଇଛନ୍ତି ଭଜନ ସାଧନ ବଳରେ ଯେ ଭଗବାନ ଯେଉଁ ରସ ପ୍ରଦାନ କରୁଛନ୍ତି ସେମାନଙ୍କ ପ୍ରତି ଆନନ୍ଦ ଚିନ୍ମୟ ରସ ପ୍ରତିଭାବିତା ବି ବ୍ରହ୍ମ ସଂହିତାରେ ନିରୂପଣ ହଉଛି। କି ରସ? ଆନନ୍ଦ ଚିନ୍ମୟ ରସ, ଚିନ୍ମୟ ଆନନ୍ଦ ରସ ଯୋଉଟା ପ୍ରବାହିତ କରୁଛନ୍ତି ଏ ବ୍ରଜାଙ୍ଗନା ମାନେ ତାକୁ ସମ୍ପୂର୍ଣ୍ଣ ଶୋଷି ଦେବାକୁ ସମର୍ଥ ହଉଛନ୍ତି। ଭଗବାନଙ୍କଠୁ ଯେତେ ଝରୁଛି ଅନନ୍ତରୁ ଯେତେ ଝରୁଛି ତାଙ୍କୁ ନିଅଣ୍ଟ ହଉଛି। ଆଉ ଦରକାର ଏଭଳି ଗ୍ରାହିକା ଶକ୍ତି ଏମାନଙ୍କର। ସେ ପ୍ରିୟ ଭକ୍ତ ମାନଙ୍କ ପାଇଁ ମଧ୍ୟ ପୁରା ରେଗୁଲେଟର ଖୋଲି ଦେଇଛନ୍ତି ଭଗବାନ। ନିଅ ଆଜି ଯେତେ ତୁମ ଇଚ୍ଛା ଅନୁସାରେ ନୌଚ ନିଅ। ବାହୁ ପ୍ରସାର ପରିରମ୍ଭ କରାଳ କୁରୁ ଶ୍ଳେଷ୍ୟତି କାମପି ଚୁମ୍ବତି କାମପି ରମୟତି ରାମା। ବଡ ସୁନ୍ଦର କଥା ଗୀତ ଗୋବିନ୍ଦରେ ଗାଇଛନ୍ତି ଜୟଦେବଜୀ। ତା ଭିତରକୁ ଆମେ ହେଲେ ପଶିବାନି। ଏ ଆନନ୍ଦରେ ଯେତେବେଳେ ଭରପୁର ବୃନ୍ଦାବନର ବନରାଜି ବ୍ରଜାଙ୍ଗନା ମାନେ ଯୋଉ ଅନନ୍ତ କାଳ ଧରି ପଡି ରହିଥିଲେ ଏଇ ସୁଖଟିକକୁ ଆମେ କେତେବେଳେ ପାଇବୁ? ଭଗବାନଙ୍କର ମାଧୁରୀ, ଭଗବାନଙ୍କର ସୌନ୍ଦର୍ଯ୍ୟ, ଭଗବାନଙ୍କର ପ୍ରାଣୟ ଆନନ୍ଦଟା ଏ ଜଗତରେ ପ୍ରଣୟାନନ୍ଦଟା ସବୁଠୁ ଶ୍ରେଷ୍ଠ ବୋଲି ଆମେ ଅନୁଭବ କରୁଛେ। ଆମର ଯାହା ଅନୁଭବ ସବୁଠୁ ବେଶୀ ଉପଯୁକ୍ତ ଆନନ୍ଦ ପ୍ରଣୟାନନ୍ଦ। ପ୍ରଣୟାନନ୍ଦର ପ୍ରଲୋଭନରେ ଆମେ ଅନ୍ୟାନ୍ୟ ଆନନ୍ଦକୁ ତୁଚ୍ଛ କରୁଛୁ, ଛାଡ଼ି ଦଉଛୁ। ଧନ ସମ୍ପତ୍ତି ଛାଡ଼ି ଦଉଛୁ, ପୁତ୍ର କନ୍ୟା ଛାଡ଼ି ଦଉଛୁ, ମାନ ସମ୍ମାନ ଛାଡ଼ି ଦଉଛୁ, ଏପରିକି ଜୀବନ ମଧ୍ୟ ଛାଡ଼ି ଦଉଛୁ ଦରକାର ପଡ଼ିଲେ। ଆମର ଅନେକ ଇତିହାସ ଆମେ ପାଇବା, ଅନେକ ପୌରାଣିକ କିମ୍ବଦନ୍ତୀ ପାଇବା। ପ୍ରଣୟାନନ୍ଦ ଲୋଭରେ ସବୁ କିଛି ଜାତି କୁଳ ଧର୍ମ ମର୍ଯ୍ୟାଦା ଧନ ସମ୍ପତ୍ତି ପରିବାର ସବୁ କିଛି ତ୍ୟାଗ ହେଇଯାଉଛି ପ୍ରଣୟାନନ୍ଦ। ଏ ପ୍ରଣୟାନନ୍ଦ କିଏ ନିବେଦନ କରୁଛନ୍ତି? ଭଗବାନ ନିଜେ ନିବେଦନ କରୁଛନ୍ତି। ପରମ ଉନ୍ମାଦିନୀ ହେଇଛନ୍ତି ବ୍ରଜାଙ୍ଗନା। ପ୍ରକୃତରେ ତାଙ୍କଠାରୁ ବଡ ଭାଗ୍ୟବତୀ କିଏ ଆଉ ଅଛି କି? ପ୍ରକୃତରେ ତାଙ୍କଠାରୁ ଏଇକ୍ଷଣି ଆଉ କିଏ ବଡ ଭାଗ୍ୟବତୀ ଅଛି କି? ସେମାନଙ୍କ ମନରେ ଗୋଟିଏ ସ୍ୱାଭିମାନ ଜାଗିଲା। ସେମାନଙ୍କ ମନରେ ଗୋଟେ ସ୍ୱାଭିମାନ ଜାଗିଲା। କଣ ସ୍ୱାଭିମାନ ଜାଗିଲା? ଆତ୍ମାନଙ୍ଗ ମେନିରେ ଗୋପୀ। ଗୋପାଙ୍ଗନା ମାନେ ଆତ୍ମାନଙ୍ଗ ନିଜକୁ ମନେ କଲେ ଯେ ଏ ଜଗତରେ ଥିବା ରମଣୀ ସମ୍ବନ୍ଧୀୟ ଯାବତୀୟ ପଶୁ ପକ୍ଷୀ କୀଟ ପତଙ୍ଗ ଦେବତା ଯକ୍ଷ ରକ୍ଷ କିନ୍ନର କିମ୍ପୁରୁଷ ଦେବଲୋକ ମହଲ୍ଲୋକ ଜନଲୋକ ତପଲୋକ ବ୍ରହ୍ମଲୋକର ବ୍ରହ୍ମାଣୀ ପର୍ଯ୍ୟନ୍ତ ଏପରିକି ଲଜ୍ଜା ଶ୍ରୁତି ମେଧା ପ୍ରଭୃତି ଲକ୍ଷ୍ମୀଙ୍କର ଅଂଶ ଯୋଉଗୁଡାକ ଏ ସମସ୍ତଙ୍କ ଅପେକ୍ଷା ଆମେ ଅଧିକ ଭାଗ୍ୟବତୀ। ବ୍ରହ୍ମାଣୀ ଇନ୍ଦ୍ରାଣୀ ରୁଦ୍ରାଣୀଙ୍କ କଥା କିଏ ପଚାରୁଛି? ହୋ ମେଧା ଶ୍ରୁତି ଲଜ୍ଜା ଶ୍ରୀ ବାକ୍ ଇତ୍ୟାଦି ସବୁ ରମଣୀ ପର୍ଯ୍ୟାୟ ରହିଛି। ଏ ସମସ୍ତଙ୍କ ଅପେକ୍ଷା ଭଗବତ ଶକ୍ତି ଗୁଡାକ ସବୁଗୁଡାକ ଭଗବତ ଶକ୍ତି। ଏ ଗୋପାଙ୍ଗନା ଯେମିତି ଭଗବତ ଶକ୍ତି, ଏ ସବୁଗୁଡାକ ଭଗବତ ଶକ୍ତି। ଠିକ ତଦ୍ରୂପ ଏ ବାକ୍ ଶ୍ରୀ ଲଜ୍ଜା କ୍ଷମା ପ୍ରଭୃତି ରମଣୀ ପର୍ଯ୍ୟାୟ ମାନଙ୍କ ଭିତରେ ଆମେ ସର୍ବଶ୍ରେଷ୍ଠା ଲୋ ଏଇଭଳିଆ ଗୋଟେ ଅନୁଭବ ହେଲା। ପ୍ରତ୍ୟେକ ବ୍ରଜକୁମାରୀ ଶ୍ରୀ ଗୋବିନ୍ଦଙ୍କୁ ନିଜ ନିକଟରେ
प्रणय प्रार्थी रूपे, अनुरोधकर्ता रूपे, खुशामतकर्ता रूपे नहीं कि अनुभव करी केते प्रकार कथा कहउचंती, केते कौशल करूचंती मो मन किणवा पाई मते पाइबा पाई कृष्णंगर कि आवेग कि कौशल कि मजा मजा कथा केते प्रकार कथा कहउचंती, केते अनुभव विनय करूचंती। एटा अनुभव कला परे लब्धमाना महात्वनः परम महान, महानाति महान, महान ठारू आउर महान, ताठू महान भगवान श्री कृष्ण श्री गोविंद सी जो निजक प्रणय भिक्षु रूपे ब्रजांगना मान निकट में उपस्थापन करुचंती बेले से निजक परम सौभाग्यशालिनी जे मन कले स्वाभाविक भाव में मन करवा कथा धीरे धीरे एटा गर्व रूप नला। अनंत ब्रह्मांड रमणीगण देख हे लज्जा, हे श्री, हे बाक, हे क्षमा देख तुम्हें महानिया बोले निजकू अनुभव कर, किंतु आम सौभाग्य देख एमाने समस्ते मध्य वैकुंठर श्री समेत श्रद्धा प्रभृति रमणीगण अनेक अच्छा भाया शक्ति समस्ते ब्रजांगना मान को देखी अहो सौभाग्य जोटी ब्रह्मा शंकर चतुसन प्रभृति मुनि ऋषि माने पाद रेणु अभिक्रश वंदे नंद गोप रामाण पाद रेणु अभिक्रश वंदना कर पाद धूली की पाद को नुह से निजक सौभाग्यशालिनी मन करवा स्वाभाविक कथा। सेटा जिते बड़े भगवान श्रीकृष्ण विचित्र प्रण निवेदन रे तीव्रात तीव्र हो उठिला से सौभाग्यशालिनी अहंत्व भावता धीरे धीरे गाढ़ हे सुदृढ़ हला जहाँ को गर्व बोली कहगला। जहाँ को आम जगत रे कहू कार धन मत, कार विद्या मत, कार पौरुष मत, कार प्रतिष्ठा मत नहीं कि ताको मद कह जाए। मद कलिका को कहीं कहुई दर्प मद गर्व इत्यादि शब्द रे एटा को अभिहित करा जाए। कहीं ए शब्द रे मद बोली कह जाए ये गोटे उन्मादना सृष्टि करे, मादकता सृष्टि करे। मादकता जार सृष्टि है, उन्मादना जार आसे तार हिताहित ज्ञान आउ रहे ना, तार प्रकृत परिसर परिस्थिति प्रति सठिक दृष्टिपात रहे ना। उन्मादना रे मति भ्रम घटे नहीं कि उन्मादना रे मति भ्रम घटे। आमे देखिबा विभ्रम शब्द सब आसीबो या परे परे दु तीन जगह आसीबो विभ्रम विभ्रम ब्रजांगना मानकर मति विभ्रम होईची। अवश्य रस क्षेत्र रे भरत मुनि रस शास्त्र रे विभ्रम चित्तर अस्थिरता बोले निरूपण करछथि। रस प्राबल्यरु जो चित्तर अस्थिरता से देखुवा जिनिसटा को देखी पारे ना, धरिथिबा जिनिसटा को जानी पारे ना। एटा बढ़ी बढ़ी करी गोटे अच्छी आज्ञा प्रेम वैचित्र्य। बहुत दिन पूर्वे आमर प्रेम वैचित्र्य उपरे थरुटी आलोचना होता मोर मन अच्छे। प्रेम वैचित्र्य कौन रसशास्त्र एटा शेष अवस्था, रस राज्य रे एटा चरम अवस्था जाको प्रेम वैचित्र्य कहा जाए। ये प्रेम वैचित्र्य रे निजकू पर्यंत प्रणयी प्रणयिनी भूली जाती, निजकू भूली जाती। एमाने किंभूत किमकार अवस्था तो इठी प्रणय प्रणयिनी कहले आमे सबुला आमे भगवत राज्य को बुझुथुवा। आम जागतिक लोक एगुड़ा संभव नुह, गोटा भक्ति राज्यर ही संबंध, भगवत प्रेम ही संबंध।
आमे आलोचना करुचे ईश्वर लीला मनीषर लीला नुहे मनीषर लीला गुड़ा केते बाट जीवनी मनीष लीलार परिणति होउची क्रांति श्रांति अवसाद विषाद कलह घृणा विद्वेष आक्षेप तार परिणति गुड़ाक भागवत लीलार परिणति होउची अन्य गुड़ाक जोड़ा आम आलोचना करुचे जहा हो एटा आमको सब मन में रखा हम परमेश्वरंगर लीला आम आलोचना करुचे जगन्नाथंकर लीला जहा हो जगन्नाथ कहले रसमय पुरुष पुरुष पूर्ण तत्व परमेश्वर तत्व से निजे रसाल हो गले आंबटा पाचिगला तार चुप्पाटा मध्य रसरे परिणत होगला चुप्पाटा सुस्वादु होगा रस टेस्ट लगुच अधिका इभलिया परिपक्व अवस्था को जो परम तत्व परतत्व आसी जाए से श्रीमूर्तिटा श्री जगन्नाथ बोली आमर निरूपण हयश्रीष संहित हयश्रीष संहित आप पाइबे जगन्नाथ बोली गोटे शब्द से मिलूँ आउ शास्त्र जगन्नाथ शब्द गोटे मिलूनी प्राचीन शास्त्र मानक अन्यान्य दारु ब्रह्म इत्यादि दारु इत्यादि शब्द सब कोठी केंद्र मिलूचे सीना रामायण अवश्य जगन्नाथ शब्द अच्छी कि अर्थ व्यवहार कही होनी जाऊ आम जगन्नाथ कथा भितर बसिले सियाड़े पलि जा नमस्तेस्तु जगन्नाथ इक्ष्वाकु कूल दैवत बोली गोटे शब्द अच्छी से जगन्नाथ की जगतनाथ तो राम नृसिंह कृष्ण समस्ते तो जगतनाथ से हिसाब से जगन्नाथ को नियाची तेबे आमर स्कंद पुराण वामदेव संहिता दुईटारे जगन्नाथ को गोटे जगार खाली कृष्ण कृष्ण कहुई कृष्ण आसिले कृष्ण रथरे बसिले कृष्ण गति करुँच कृष्ण को बेश कर दिगला कृष्ण को जगन्नाथ स्थान में कृष्ण शब्दटार प्रयोग होना देखु गोटे देवता गोटे महाप्रभु गोटे प्रभु गोटे ईश्वर गोटे परमेश्वर ये शब्द गुड़ा प्रयोग हो बेसी मात्रा प्रयोग हो कृष्ण शब्दटा ना कृष्ण शब्दटा बेसी प्रयोग हो कहीं ना कृष्ण आकर्षण अर्थ प्रयोग हो सर्वचित्ताकर्षक मूर्ति रसटा बरा रसटा सर्वचित्ताकर्षक मूर्ति जहा हो एतादृश परतत्वटा रसमय हो रसाल हो आंबटार चोपाटा रस हो सुस्वादु हो चोपाटा भी चढ़ई खाईदेवा मन हो फेंगा मन होनी रस तो रस चोपाटा जोटा फोपाड़ी देवा कथा कषाया लगे कथा पितुलिया लगे कथा हेटा भी रसमय हो तृप्तिदायक यह रसमय भगवान श्रीकृष्ण ताहांक सहित तले विलास कर तो सौभाग्य मत जात हवा कथा अनुवादनीय हवा कथा तेणु एमाने निजर सौभाग्य मदरे गर्भिणी ही उठिले आपे आपे जात होगला अंतःकरण जमी गर्भिणी ही उठिले जमी गर्भिणी ही उठिले भगवान देखिले अरे या भितर गोटे गर्भ कौन जात रे गर्भटा तो केतले कल्याणकारी नुहे एटा तो बदगुण पर्याय आसूची दया दान क्षमा उदारता सहिष्णुता इत्यादि उत्तम गुणर पर्याय गर्भ आसुनी गर्भटा कौ पर्याय आसूची क्रूर कठोर निर्दय पिशाच कृपण तारी पर्याय आसूची गर्व अहंकार दर्प नहीं कि इत्यादि पर्याय आसूची तो गर्वटा एमानंकर केतळे हेले बदगुणर पर्याय आसुथुबा भावटा जीव पे कल्याणकारी नुहे आमे तो जानिचे भगवान काहरी गर्व को भल पाती नहीं भल पाती कि भगवान परम शत्रु किए जे गर्व गला गर्व आत्मबड़ीमा मु बड़
ଏ ମୁଁ ବଡଟା ଭାବରେ ଆସୁଛି ମୁଁ ବଡ ବୋଲି, ସେ ଅଲଗା ଜିନିଷ। କୃଷ୍ଣ ମୋର ପାଲ୍ୟ ପିଲାଟିଏ, ମୁଁ ତାକୁ ଯତ୍ନ କରୁଛି। ମୁଁ ପିଲାଟିକି ଯତ୍ନ ନ କଲେ କୃଷ୍ଣଟି ଏଡ଼ିକି ପିଲାଟିଏ କଣ କରିବ? আপনাকে বড় মানে আমাকে সমহীন সর্বভাবে হই আমি তাহার অধীন, সে গোটা অলগা জিনিস। সে বড় মানিবাটা ভক্তিরাজর অপর পার্শ্বরে যাই অছি, কিন্তু এ বড় মানিবাটা জাগতিক পদার্থକୁ আশ্রয় କରି বড় মানিবা। সেটি সে ভগবানଙ୍କୁ বড় মানুষ কোন ମୁଁ ତମଠୁ বেশি ধনী, ମୁଁ ତମଠୁ বেশি বড়ুয়া, ମୁଁ ତମଠୁ বেশি সুন্দর, এমনি কাকি। কিন্তু এই জগତରେ ମୁଁ ଧନୀ। ଗୀତା ସ୍ପଷ୍ଟ ଭାବରେ କହିଦେଇଛନ୍ତି ଈଶ୍ୱରୋହଂ ଅହଂ ଭୋଗୀ, ନାଇଁ କି କଣ ବଳବାନ ସୁଖୀ। କାନ୍ୟସ୍ତି ସଦୃଶ ମୟା, ମୋ ଭଳିଆ ଆଉ କିଏ ଜଣେ ଅଛି? କାନ୍ୟସ୍ତି ସଦୃଶ ମୟା, ଆଉ କୋଉଠି ଅଛି କିଏ ମୋ ଭଳିଆ? ଏଇ ଯୋଉ ଭାବଟା ଆସୁରି ଭାବ ବୋଲି କୁହାଯାଉଛି। ଏ ଭାବଟା ଜୀବନ କେତେବେଳେ ହେଲେ କଲ୍ୟାଣକାରୀ ନୁହେଁ। ତ ବ୍ରଜାଙ୍ଗନା ମାନଙ୍କ ଭିତରେ ଯେତେବେଳେ ଏ ଭାବ ଜାତ ହେଲା, ସେମାନଙ୍କର ସୌଭାଗ୍ୟବଶତ କୃଷ୍ଣଙ୍କର ପ୍ରଣୟ ନିବେଦନରେ ସେମାନେ ପାଗଳ ପ୍ରାୟ ହେଇ ନିଜକୁ ଏ ପ୍ରକାର ଉଚ୍ଚ କୋଟିର ମନେ କଲେ। ଭଗବାନ କହିଲେ ଯେ ନାଇଁ ନାଇଁ, ଏ ଜିନିଷଟା ଆଙ୍କର ଭଲ ହବନି, ଏ ଜିନିଷଟା ଆମର ଭଲ ହବନି। ଆମ ଭଳିଆ ସାଧାରଣ ଲୋକ ହେଇଥିଲେ ସୁଦର୍ଶନ ଚକ୍ର ମଗେଇକିରି ମୁଣ୍ଡଟା କାଟି ଦେଇଥାନ୍ତେ, ଯୋଗ୍ୟତାକୁ ନେଇକିରି ତ କାର୍ଯ୍ୟ। କିନ୍ତୁ ସମସ୍ତଙ୍କର ମୁଣ୍ଡ କାଟିବେନି। ନାରଦଙ୍କର ମୁଣ୍ଡ କାଟିଦେଲେ କି? ନାରଦଙ୍କର ମୁଣ୍ଡ କାଟିଦେଲେ। ଯେତେବେଳେ ନାରଦ ଋଷି ରାମଚରିତ ମାନସରେ ଗୋସାଇଁଜୀ ପୁରାଣ ବର୍ଣ୍ଣିତ କଥା ଏଇଟା, ସେ ବିଷୟରେ ଆମେ ପଶିବାନି, ଆମର ସମୟ ପଳେଇବ, ନଷ୍ଟ ହେଇଯିବ। ଗୋଟେ ଜାଗାରେ ହିମାଳୟରେ ବୁଲୁ ବୁଲୁ ନାରଦ ମୁନି ଗୋଟେ ସ୍ଥାନର ପବିତ୍ରତାଟେ ଅନୁଭବ ହେଲା। ଦିବ୍ୟ ଚିତ୍ତ ତ ସେ ଜାଣିପାରିଲେ ଦେଶ ପବିତ୍ର ବା ସ୍ଥାନ ପବିତ୍ର, କାଳ ପବିତ୍ର, ବ୍ୟକ୍ତି ପବିତ୍ର। ଏଟା ଆମେ ଜାଣିପାରିବା ଆଉ ଜାଣିପାରିବାନି, ମହାତ୍ମା ମହାପୁରୁଷମାନେ ଜାଣିପାରିବେ। ଗୋଟେ ଗୋଟେ ସ୍ଥାନର ମହିମା ଶୁଦ୍ଧ ଚିତ୍ତରେ ଅନୁଭବ ହୁଏ। ଏଠି ବଢିଆ ସ୍ଥାନ, ଏଠି ତ ଶୀଘ୍ର ମନ୍ତ୍ର ସିଦ୍ଧି ହବ, ତପ ସିଦ୍ଧି ହବ ବୋଲି ସେଠି ବସିଗଲେ ନାରଦ। ଆଉ ପ୍ରକୃତରେ ସ୍ଥାନର ପ୍ରଭାବରେ ତାଙ୍କର ସିଦ୍ଧି ହେଇଗଲା, ସେ କାମ ଜିତି ହେଇଗଲେ। କାମ ଆସିକରି ତାଙ୍କର କିଛି କରିପାରିଲାନି, ଖୁସି ହେଇଗଲେ ବୋଲି ଆରେ ଜଗତରେ କେବଳ ଭଗବାନ ଶଙ୍କର ଜଣେ ଥିଲେ କାମ ଜିତ, ଯେ କାମକୁ ଜାଳି ଦେଇଥିଲେ। ଆଉ ଏ କାମ ଆସିକରି ମୋର ମଧ୍ୟ କିଛି କ୍ଷତି କରିପାରିଲାନି, ଫେରିଗଲା ମୁଣ୍ଡ ପୋତିକିରି ଶେଷକୁ ମୁଁ ବର୍ତ୍ତମାନ 2 ନମ୍ବର କାମ ଜିତି ହେଲି ପୃଥିବୀରେ। ବ୍ରହ୍ମାଣ୍ଡ ଭିତରେ ଭଗବାନ ଶଙ୍କର ଜଣେ ଥିଲେ, ମୁଁ ବର୍ତ୍ତମାନ ଦ୍ୱିତୀୟ କାମ ଜିତି ହେଲି, ମନଟା ଖୁସି ହେଇଗଲା ଭାରି। ଏଥିରୁ ଗୋଟେ ଗର୍ବ ଜାତ ହେଲା। ଗର୍ବ ତ ସବୁବେଳେ କ୍ଷତିକାରକ ଜୀବର, ନାଇଁ କି? ଯାଇ ଭଗବାନ ଶଙ୍କରଙ୍କ ଆଗରେ ପ୍ରସଙ୍ଗ କରିବେ, କହିଲେ ଆଜ୍ଞା କିଏ ନାରଦ କୁଆଡେ ବହୁତ ଦିନ ହେଲା ଦେଖାନି, କଣ କରିବି ଆଜ୍ଞା, ବସିଥିଲି ଗୋଟେ ତପସ୍ୟାରେ ଯେ ଆଜିକି 10 ବର୍ଷ ହେଲା ସେଠି ଉଠୁ ନଥିଲି ତ, ଖିଆ ନାହିଁ ପିଆ ନାହିଁ କିଛି ନାହିଁ, ସେମିତି ବସିନି। ଆଉ ଏଡେ ବଡ ତପସ୍ୟା କଲ, ଫଳ କଣ? ଆଜ୍ଞା ଫଳ ବୋଲି ଆପଣଙ୍କ ସାଙ୍ଗରେ ସମାନ ହେଇଗଲେ, ଆପଣ ଜଣେ ଥିଲେ, ବର୍ତ୍ତମାନ ଦି ଜଣ ଆମେ କାମ ଜିତି ହେଇଗଲ। କଣ ଘଟଣା କହିଲ? ଆଜ୍ଞା ଏମିତି ହେଲା ସେମିତି ହେଲା ସେମିତି ହେଲା, ଚଣ୍ଡାଳ କାମ ଗଲା, ମୋର କିଛି କ୍ଷତି କରିପାରିଲାନି। ଆଉ ସାଧୁ ସାଧୁ ନାରଦ, ତୁମେ ମତେ ଟପିଗଲ। ଆଉ ଦ୍ୱିତୀୟ କହିକୁ ତମେ 1 ନମ୍ବରକୁ ପଳେଇବ। ନା ନାଇଁ ଆଜ୍ଞା ଆପଣ ପୁରୁଣା ଲୋକ, ମୁଁ ଆପଣଙ୍କ ସାଥିରେ କଣ ବାଦ କରିବାକୁ ଯାଉଛି? ନା ନାଇଁ, ତମେ ତ ଟପି ଯିବ, ଆଉ ଟୋକାଳିଆ ଲୋକ, ମୁଁ ବୁଢା ହେଲେଣି, ମୁଁ ଆଉ କାମ ଜିତି ହେଇପାରିବି କି, ଜୟ କରିପାରିବି କି? ଏଡୁ ସେଡୁ ବତେଇଲେ। ଗଲା ବେଳକୁ ଚୁପ କରି କାନ କଲେ, ନାରଦ ଯେମିତି ଭଙ୍ଗୀରେ ନିଜର ସିଦ୍ଧି କଥା ମୋ ଆଗରେ ପ୍ରକାଶ କଲ, ଶ୍ରୀହରିଙ୍କ ଆଗରେ କେବେ କହିଦବନି। ତମେ ତାଙ୍କ ସାଥିରେ ଚଲାବୁଲା କରୁଛ ତ, ସବୁବେଳେ ମିଳାମିଶା କରୁଛ, କେତେବେଳେ ତାଙ୍କ ଆଗରେ ଏଇ ଢଙ୍ଗରେ କହିଦବନି। ବତେଇଛନ୍ତି ଶିବ, ଶଙ୍କର ବତେଇଛନ୍ତି। କାହିଁକିନା ସେ ଟିକେ ଫିଲ୍ କଲେ ତାଙ୍କର ଟିକେ ନାଙ୍କୁ ଗର୍ବ ସୃଷ୍ଟି ହେଇଯାଇଛି ତପସିଦ୍ଧି ଲାଭ କରି। ଏ ଠିକ ତପସ୍ୟାରେ ସିଦ୍ଧି ଲାଭ କରିଛନ୍ତି, ଟିକେ ଗର୍ବ ହେଇଯାଇଛି। ଗର୍ବୀ ଲୋକ କାହାର ଉପଦେଶଟାକୁ ଗ୍ରହଣ କରିପାରେ ନା, ସେତେବେଳେ ତା ଗ୍ରାହିକା ଶକ୍ତିଟା ସମ୍ପୂର୍ଣ୍ଣ ନଷ୍ଟ। ସେଟା କ୍ଲୋଜ ତ, ସେ ଚ୍ୟାନେଲଟା ପୁରା ବନ୍ଦ।
ଗର୍ବ ରୂପକ ବସ୍ତୁ ସେଠି ରହିଯାଇଛି ଆଉ ନାଇଁ କି? ଗର୍ବୀ ଲୋକ କାହାର ଉପଦେଶ ଗ୍ରହଣ କରେ? ହାଏ ତୁମ କହୁନ ହେ ମତେ ବତେଇବାକୁ ଇଏ ହଉଛି ଗର୍ବୀ ଲୋକର ସ୍ୱଭାବ। ସେ କାହିଁ ଗ୍ରହଣ କରିବେ? କହୁ କହୁ ଭଗବାନଙ୍କ ଆଗରେ କହିଦେଲେ। ଭଗବାନ ଆଉ ଟିକେ ଭଲ କରି ଟେକା ଟେକିକିରି କହିଲେ, ହଁ ନାରଦ ତମ ନାଁ ଧରିକିରି ଲୋକେ କାମକୁ ଜୟ କରୁଛନ୍ତି, ତମେ କାହିଁ ଜୟ କରିବନି? ହେ ତମେ କେଡେ ବଡ ଲୋକ। ଏମିତି ଟେକା ଟେକିରି କହିଦେଲେ। ଆଉ ଟିକେ ଖୁସି ଲାଗିଲା। ଗର୍ବର ଗୋଟେ ସ୍ୱଭାବ, ଆତ୍ମପ୍ରଶଂସା ଶୁଣିଲେ ଭାରି ଭଲ ଲାଗେ। ଖୁସି ହେଇକିରି ପଳେଇ ଆସିଲେ। ଖଣ୍ଡେ ବାଟ ତ ଆସିଛନ୍ତି ଆଉ। ଗୋଟେ ରାଜ୍ୟ, ସେଠି ଗୋଟେ ରାଜା, ସେଠି ମହାଆଡମ୍ବର। କେଉଁ ଏଇ ରାଜ୍ୟରେ କଣ ଉତ୍ସବ ଚାଲିଛି? ନାରଦ ପଚାରିଲେ, ନା ଆମ ରାଜାଙ୍କର ସ୍ୱୟଂବର ହଉଛି, ରାଜକନ୍ୟାଙ୍କର। ସ୍ୱୟଂବର ହଉଛି? ଆଉ ଖବର ପଳେଇଲା ରାଜାଙ୍କ ପାଖକୁ। ରାଜା ଆସିକିରି ପାଛରେ ନାରଦଙ୍କୁ ପାଦ ପୂଜା କରି, ଆଜ୍ଞା ଝିଅଟିର ଏମିତି ବାହା କରୁଛି, ତା ହାତ ଦେଖିଲେ ଟିକେ କଣ, ତା ହାତଟାକୁ ଦେଖିଲେ ଟିକେ ହାତ ଦେଖା ଜାଣନ୍ତି। ବାହାଯାନେ ସବୁ ବିଦ୍ୟା ଟିକେ ଟିକେ ଜାଣନ୍ତିନି କି? ଝିଅର ହାତ ଟିକେ ଦେଖିଲେ ଗୋଟେ ରେଖା ଦେଖିକି ଚମକି ପଡିଲେ ନାରଦ। ବୋଲେ ଏଇ ଝିଅଟାର ଯିଏ ପାଣି ଗ୍ରହଣ କରିବ ସେ ବିଷ୍ଣୁଙ୍କ ସାଥିରେ ସମାନ ହବ। ଏ ସୌଭାଗ୍ୟ କାହାକୁ ମିଳେ? ଏ ଝିଅଟାକୁ ବାହା ହେଲେ ତ ଭଲ ହୁଅନ୍ତା। ଗର୍ବର ପରିଣତି। ହେଲେ ବୁଢା ହେଇଗଲେଣି, ତପସ୍ୟା କରିକିରି ଆମର ଶିରାଳ ହେଇଯାଇଛି, ଦେହ ମୁଣ୍ଡ ହାଡ କଙ୍କାଳ ହେଇଯାଇଛି, ଦାଢି ମାନେ ତ ସବୁ ପାଚି ପାଚିକିରି ପିଙ୍ଗଳ ବର୍ଣ୍ଣ ହେଲାଣି, କୁଟରଗତ ଚକ୍ଷୁ। ଆଉ ଆମକୁ କଣ ଏଇ ଝିଅ ବରଣ କରିବ? କିଡି କିଡି ସୁନ୍ଦର ସୁନ୍ଦର ରାଜକୁମାର ଭଗବାନଙ୍କ ପାଖକୁ ଯିବା ମାଗିବା। ଭଗବାନଙ୍କ ପାଖରେ ତ ଅଧୟ କିଛି ନାହିଁ। ଟେକା ଟେକିକିରି ମତେ ଏତେ ଉଚ୍ଚ ସ୍ଥାନ ଦଉଥିଲେ, ଆଜ୍ଞା ଆପଣଙ୍କ ସୁନ୍ଦର ରୂପଟା ଟିକେ ଦିଅନ୍ତୁ। ରୂପ ମାଗିଗଲେ। ଭଗବାନ କହିଲେ ବୋଲିକି, ଏଇ ନାରଦ ଏଇ କଥା ସବୁଦିନ ପାଇଁ ନଉନ? ନାରଦ ମନେ ମନେ ଭାବିଛନ୍ତି ମୁଁ ଭଗବାନଙ୍କ ଭଳିଆ ସୁନ୍ଦର ହେଇଯାଇଛି। ଆସି ବସିଛନ୍ତି। ସେ ଯୋଉ ଭାଲୁ ମର୍କଟ ଭଳିଆ ତାଙ୍କର ରୂପ ହେଇଥିଲା। ବହୁତ ଲମ୍ବା କଥା। ଅଭିଶାପ ଦେଲେ ଭଗବାନ ନାରଦ। ଭଗବାନଙ୍କୁ ନାରଦ ଅଭିଶାପ ଦେଲେ, ପ୍ରଭୁ ମତେ ଏମିତି ବଞ୍ଚନା କଲେ, ଆପଣଙ୍କର ମନୋହର ରୂପ ଦେବେ ବୋଲି କହିକି ମତେ ଗୋଟେ ମାଙ୍କଡ ରୂପ ଦେଲେ। ମୁଁ ଚାହିଁକିରି ବସିଛି, ସେ ଝିଅ ସମସ୍ତଙ୍କୁ ଟପି ଟପି ଆସୁଛି, ସେ ମୋ ବେକରେ ହିଁ ପକେଇଦବ ମାଳଟା। ବୋଇଲା ବେଳକୁ ମତେ ଯେମିତି ଦେଖିଲା, ଡରିକିରି ବୋପାଳ ମାଳ ବୋଲି ଚିତ୍କାର କରି ସେଠି ମୂର୍ଚ୍ଛା ହେଇଗଲା। କିରେ ମତେ ଦେଖିକିରି କାହିଁ ମୂର୍ଚ୍ଛା ହେଲେ? ଦେଖିଲୁ ଭାଲୁ ଭଳିଆ ଦିଅ, ମାଙ୍କଡ ଭଳିଆ ମୁହଁ, ମତେ ଏଇ ରୂପ ଦେଲେ, ଆପଣଙ୍କ ରୂପ ଦେବେ ବୋଲି କହିକିରି। ନା କଣ କରିବା ନାରଦ, ହାତରେ ଯାହା ପଡିଲା ଗୋଟେ ଦି ପକେଇଲି। କାହିଁକି ତମେ ଏମିତି ବ୍ୟସ୍ତ ହଉଛ? ଦେଖିଲା ବେଳକୁ ସେ ଝିଅଟାକୁ ଭଗବାନ ନିଜେ ବାହା ହେଇକିରି ଯାଉଛନ୍ତି। ସେଇଠୁ ନାରଦ ବୋଲେ, ଆପଣଙ୍କ ମନରେ ଏଇ କଥା ଥିଲା? ଯଦି କନ୍ୟାଟା ଆପଣଙ୍କର ପ୍ରୟୋଜନ ଥିଲା, ସେଇଠି କହିଲେ ନାଇଁ ନାଇଁ ନାରଦ ତମେ ଯା, ଏ ଝିଅଟାକୁ ମୁଁ ବାହା ହେବି, ମୁଁ ଯୋଜନା କରିଛି ଆକୁ ବାହା ହେବି ବୋଲି। ଆଉ ତମେ ସେ ଭିତରେ ଆଉ ପଶନି ବୋଲି ତ ମୁଁ ଚୁପଚାପ ପଳେଇଥାନ୍ତି, ଆପଣଙ୍କୁ ମନା କରିଥାନ୍ତି। ଆପଣ ମତେ ମାଙ୍କଡ ରୂପଟା ଦେଲେ, ଆପଣ ସୁନ୍ଦର ରୂପରେ ବସିକରି ଝିଅଟାକୁ ବାହା ହେଇକରି ରଥରେ ଧରିକରି ଯାଉଛନ୍ତି। ତ ଏ ଝିଅଟା ସହିତ ଆପଣଙ୍କର ବିଚ୍ଛେଦ ହେଇଯାଉ ଅଭିଶାପ ଦେଇଦେଲେ। ଭଗବାନ ବଡ ଖୁସିରେ ସେ ଅଭିଶାପ ଟିକେ ନେଇ ନିଜ ମସ୍ତକରେ, ସାଧୁ ଅଭିଶାପ ମୋର ପ୍ରିୟ ଭୃତ୍ୟ ନାରଦ, ତା ଅଭିଶାପଟା ନବା ଆମକୁ ଯେତେ ଦୁଃଖ ହେଲେ ହଉଛି ହଉ। ଅଭିଶାପ ଦେଇ ସାରିକିରି ତଳେ ଗାମଛାରେ ମୁହଁ ହାତ ପୋଛିକରି ନାରଦ ଚାହାନ୍ତି, ସେ ଝିଅଟା ଆଉ କିଏ ନୁହଁ, ସାକ୍ଷାତ ଲକ୍ଷ୍ମୀ ବୈକୁଣ୍ଠେଶ୍ୱରୀ। ଆରେ ଏ ମାଟା ମୋର, ତା ହାତରେ ସେ ରେଖା ରହିବନି? ତା ସ୍ୱାମୀ ତ ବିଷ୍ଣୁ ହବ। ମୁଁ ଚିହ୍ନି ପାରିଲିନି ରେ। କାହିଁକି ଚିହ୍ନି ପାରିଲିନି? କାହିଁକି ଚିହ୍ନି ପାରିଲିନି? କାହିଁକି ଚିହ୍ନି ପାରିଲିନି? ସେଠୁ ବିବେଚନା ଆସିଲା, ଭଗବାନଙ୍କ କୃପା କେମିତି ଆସୁଛି ଦେଖନ୍ତୁ। ଦଣ୍ଡେ କୃପା। ଗର୍ବ ମୋର ଚକ୍ଷୁକୁ ଅନ୍ଧ କରିଦେଇଛି। ମୁଁ ଜଗଜ୍ଜନନୀକି ଚିହ୍ନି ପାରିଲିନି। ସେ ରୂପ ବଦଳେଇକିରି ବସିଛି ରାଜକୁମାରୀ ରୂପରେ, ଠିକ ଅଛି। ଆଉ ତାକୁ ବିଷ୍ଣୁ ବାହା ହବନି, ଆଉ କିଏ ବାହା ହବ? ମୁଁ ବାହା ହେବି? ନାରଦ ଚିନ୍ତା କଲେ, ହେଲେ ଅଭିଶାପଟା ଦେଇ ସାରିଲେଣି, ସେଠୁ ମନରେ ଦୁଃଖ ରହିଲା। ସେଇ ଅଭିଶାପଟି ମୋଚନ କରିବା ନିମନ୍ତେ ଭଗବାନ ରାମାବତାରରେ ସୀତାଙ୍କ ସହ ବିଚ୍ଛେଦଟା ଭୋଗିଲେ। ନାରଦ ବୁଝିଗଲେ ଯେ ପ୍ରଭୁ ଯୋଉ କାନ୍ଦି କାନ୍ଦି ଅରଣ୍ୟରେ ଜାନକୀଙ୍କ ବିରହରେ ବ୍ୟାକୁଳ ହେଇକରି ବୁଲୁଛନ୍ତି, କଣ କମ ବ୍ୟାକୁଳତା କି? ଭଗବାନଙ୍କର ଲୀଳାଭିନୟ କଣ କମ ବ୍ୟାକୁଳତା? ଯୋଉ ବ୍ୟାକୁଳତାର ସୀମା ନାହିଁ, ପାଷାଣ ତରଳି ଯାଉଛି, ପାଷାଣ ତରଳି ଯାଉଛି ରାମଙ୍କ ଦୁଃଖରେ। ହଁ ଜାନକୀ ବୋଲି ଯେତେବେଳେ ଚିତ୍କାର କରିଦଉଛନ୍ତି, ସେ ଦୁଃଖ
ପ୍ରଭାବରେ ପଥର ଗୁଡ଼ା ତରଳିକିରି ପାଣି ହେଇଯାଉଛି, ଜଡ଼ ବସ୍ତୁ ଗୁଡ଼ାକ। ନାରଦ କହିଲେ ହଉ କେଡ଼େ କଷ୍ଟ ପାଉଛନ୍ତି ପ୍ରଭୁ, ମୁଁ ଚଣ୍ଡାଳ ତ ଅଭିଶାପ ଦେବି କିଲି, ଆଉ ମୁଁ ଚଣ୍ଡାଳ ହିଁ ଅଭିଶାପ ଦେଇଦେଲି ତୁମର ବିଚ୍ଛେଦ ଘଟୁ ବୋଲିକିରି ବିଚ୍ଛେଦ ଭୋଗୁଛନ୍ତି। ଆଉ ନିରୁଳାରେ ନିର୍ଜନ ଯେତେବେଳେ ରାମ ବସିଛନ୍ତି ପମ୍ପା ସରୋବର କୂଳରେ, ନାରଦ ଆସିକିରି ପହଞ୍ଚିଲେ, କାନ୍ଦି କାନ୍ଦି ଲମ୍ବ ହେଇ ଗୋଡ଼ ତଳେ ପଡ଼ିଲେ, ପ୍ରଭୁ ମୁଁ ଚଣ୍ଡାଳ ଆପଣଙ୍କୁ ଦୁଃଖ ଦଉଛି ପ୍ରଭୁ, ମୁଁ ହିଁ ଆପଣଙ୍କ ପାଇଁ। ସେତେବେଳେ ମୋର ଚକ୍ଷୁ ଅନ୍ଧ ହୋଇଯାଇଥିଲା ଗର୍ବରେ, ମୁଁ କିଛି ଜାଣିପାରୁନଥିଲି। ନାରଦ ଆଶା ଆଶା କିଛି ଦୁଃଖ ନାହିଁ, ସନ୍ତାନଟି ବେମାର ପଡ଼ିଛି, ବାପା ମା 2 ଦିନ ହେଲା ଖାଇନାହାନ୍ତି, ସେଜ ପାଖରେ ବସିଛନ୍ତି ହସ୍ପିଟାଲ ଭିତରେ, ତାଙ୍କୁ ବାଧୁଛି, ପିଲାଟିର ପ୍ରାଣ ଯିବ କି ରହିବ? ଗୋଟିଏ ସନ୍ତାନ କାଲି ଜନ୍ମ ହୋଇଛି, ସେମିତି ଚାହିଁକିରି ବସିଛନ୍ତି, ପାଣି ଟିକେ ପିଇ ଦଉନାହାନ୍ତି, ସେମିତି ବିସ୍କୁଟ ପଛରେ ଖତ ହେଇଯାଉଛି, ଖଣ୍ଡେ ପାଟିକି ଯାଉନି। ଡାକ୍ତର ଯେତେବେଳେ ଆସି କହୁଛନ୍ତି ଆଶା କମ ଦେଖାଯାଉଛି, ଆଉ ମତେ ଭଲ ଦେଖାଯାଉନି, ଦିଅ ଆଉ ଗୋଟେ ଔଷଧ ଆଣି ଦିଅ ଦେଖିବା କଣ ହଉଛି। ଆଉ ବାପା ମା ପେଟକୁ ଯାଉଛି, ବିସ୍କୁଟ ଟିକେ ଯାଉଛି ନା ପାଣି ଟିକେ ଯାଉଛି, ନା ଅନିଦ୍ରାଟା ବାଧୁଛି? ନାରଦ ସ୍ୱସନ୍ତାନର ଦୁଃଖରେ ମ୍ରିୟମାଣ ଜନକ ଜନନୀ ଯେମିତି ନିଜ ଦୁଃଖକୁ ଗଣନା ହିଁ କରନ୍ତିନି, ତୁମେ ମୋର ସନ୍ତାନ, ପ୍ରିୟ ସନ୍ତାନ, ତୁମକୁ ଭଲ କରିବାକୁ ଯାଇ ଏ ଦୁଃଖ ମତେ ମୋଟେ ବାଧୁନି, ଏ ଦୁଃଖ ମତେ ମୋଟେ ବାଧୁନି, ବରଂ ମୁଁ ଆନନ୍ଦ ହଉଛି। ମା ଯେମିତି ଖୁସି ହୁଏ, ବାପ ଖୁସି ହୁଅନ୍ତି, ପିଲାଟି ଭଲ ହେଇଯାଉଛି, ପିଲାଟି ବଞ୍ଚିଯିବ, ତା ଦେହ ଭଲ ହେଇଯାଉଛି, ଡାକ୍ତର ବାବୁ କହୁଥିଲେ। ତମେ ଭଲ ହେଇଯାଉଛ, ତମର ଗର୍ବ ଦୂର ହେଇଯାଇଛି, ମୁଁ ଏଇଟା କାହିଁ କରିଥିଲି? ତୁମର ଗର୍ବାଙ୍ଗୁର ଭଙ୍ଗ କରିବା ପାଇଁ, ସେଥିରେ ତମର କ୍ଷତି ହିଁ ଥାନ୍ତା। ତଦ୍ରୂପ ଭଗବାନ ଚିନ୍ତା କଲେ, ଏ ବ୍ରଜ କାମିନୀ ମାନଙ୍କର ଅନ୍ତଃକରଣ ଭିତରେ ଏଇଟା ହେଲା ଭଗବାନଙ୍କର ସ୍ୱଭାବ, ପ୍ରିୟ ଭୃତ୍ୟ ମାନଙ୍କ ପ୍ରତି ସେଇଭଳିଆ ବ୍ୟବହାର କରନ୍ତି। ଅତଏବ ଏ ବ୍ରଜ କୁମାରୀ ମାନଙ୍କର ଅନ୍ତଃକରଣ ଭିତରେ ଜାତ ହୋଇଥିବା ସୌଭାଗ୍ୟ ମଦ ଯଦି ଆମେ ଦୂର ନ କରିବା, ଯଦି ଦୂର ନ କରିବା, ତାହେଲେ ଏମାନଙ୍କର ବହୁତ କ୍ଷତି ହେଇଯିବ। ତେଣୁ ଭଗବାନ କଣ କଲେ, ଚିନ୍ତା କଲେ ନା ତାସାଂ ତତ୍ ସୌଭଗ ମଦಂ ବିକ୍ଷଗ ମାନଞ୍ଚ କେଶବ, ସେ ନିଜକୁ ଯେ ମାନିନି ବୋଲି ଭାବିଲେ, ଆତ୍ମନଂ ମେନିରେ ସ୍ତ୍ରୀଣଂ ମାନିନ୍ୟୋଭ୍ୟଧିକଂ ଭୁବି, ଏ ଭୂମଣ୍ଡଳରେ ନିଜକୁ ଅଧିକ ମାନିନି ସମ୍ମାନ ନିଆ ବୋଲି ଭାବିଲେ, ତାଙ୍କର এই ସୌଭାଗ୍ୟ ମଦଂ ବିକ୍ଷ ଭଗବାନ କୃଷ୍ଣ ମାନଞ୍ଚ କେଶବ ପ୍ରଶମାୟ ପ୍ରସାଦାୟ, ତାଙ୍କର ଗର୍ଭଟାକୁ ପ୍ରଶମନ କରିଦେବା ପାଇଁ, ପ୍ରସାଦାୟ କୃପା କରିବା ପାଇଁ। ଏଟା କୃପା, ଭଗବାନଙ୍କର ଦଣ୍ଡ ନୁହେଁ, କୃପା। କଣ କୃପା ନା ତତ୍ରେବ ଅନ୍ତର ଧିୟତ, ସେଠୁ ଅନ୍ତର ଧ୍ୟାନ ହେଇଗଲେ। ଆଉ କୃଷ୍ଣମୂର୍ତ୍ତି ନାହିଁ, ଅରଣ୍ୟ ଭିତରେ ବ୍ରଜାଙ୍ଗନା ମାନେ ଏକାଗ୍ନି ପ୍ରଣୟ ଭିକ୍ଷୁ ଯିଏ ପାଦ ତଳେ ନିବେଦନ କରୁଥିଲେ, ତୁମର ସର୍ବସ୍ୱ, ତୁମର ଜୀବନର ଜୀବନ, ତୁମର ହୃଦୟେଶ୍ୱରୀ। ଯେମିତି କାଲି ଆମେ ଗାଉଥିଲେ ଗୀତ ଗୋବିନ୍ଦରୁ, ତମସି ମମ ଜୀବନମ୍ ତମସି ମମ ଭୂଷଣମ୍ ତମସି ମମ ଭବଜଳଧିରତ୍ନମ୍। ତ ଠିକ ସେଇଭଳିଆ ନିବେଦନ କରୁଥିଲେ। ଏଟା ସେ ରାସବିଳାସଟା ଲେଖିଛନ୍ତି ନା ସେଠି, ଆଉ କଣ ନିବେଦନ କରୁଥିଲେ। ସେ ଆଉ ନାହାନ୍ତି, କୁଆଡେ ପଳେଇଲେ? ବର୍ତ୍ତମାନ ତାଙ୍କ ଅଭାବରେ ଆମେ କଣ? ପ୍ରାଣ ଅଭାବରେ ଦେହର ଅବସ୍ଥା ଯାହା, ଜଳ ଅଭାବରେ ମାଛଟିକର ଅବସ୍ଥା ଯାହା, ନାଇଁ କି ଗାଡ଼ିଆର ପାଣି ଶୁଖିଗଲା, ମାଛ କଞ୍ଚଙ୍କ ଅବସ୍ଥା ଯାହା, ବର୍ତ୍ତମାନ ବ୍ରଜାଙ୍ଗନା ମାନଙ୍କର ଅବସ୍ଥା ସେୟା। ତେବେ ଏଠି କଥା ଉଠୁଛି ଆମର ସନ୍ଦେହ, ହଇ ହେ ପ୍ରଭୁ, ତାଙ୍କର ଗର୍ବ ଦୂର କରିବା ପାଇଁ କି ଆପଣଙ୍କର ଅନ୍ତର୍ଧ୍ୟାନ ହବା କଣ ଦରକାର? ନାରଦଙ୍କ କ୍ଷେତ୍ରରେ କଣ ଆପଣ ଅନ୍ତର୍ଧ୍ୟାନ ହେଇଗଲେ କି? ଏମିତି ଗୋଟେ କିଛି କୌଶଳ କରିଥାନ୍ତେ। ଆପଣ ନିଜ ଉପରେ କାହିଁକି ଅନ୍ତର୍ଧ୍ୟାନ କରିକିରି ନିଜକୁ କଲେ? ଆପଣଙ୍କର ଅନ୍ତର୍ଧ୍ୟାନରେ ଏଠି କିଛି ଆବଶ୍ୟକତା ନଥିଲା ତ? ସେମାନଙ୍କର ଗର୍ବଟା ଯେମିତି ବିନାଶ ହବ ତା ପାଇଁ ଅନେକ କୌଶଳ ଅଛି, ଆପଣ କରିପାରିଥାନ୍ତେ। ସ୍ୱ ଅନ୍ତର୍ଧ୍ୟାନ ତାର କିଛି ଆବଶ୍ୟକତା ନଥିଲା।
ଆପଣ କାହିଁକି ଅନ୍ତର୍ଧ୍ୟାନ ହେଲେ? ଏ ପ୍ରଶ୍ନ ଯଦି ଆମେ ଉଠେଇବା, ଗୋପାଙ୍ଗନା ମାନଙ୍କର ଗର୍ବ ପ୍ରକାଶ ପାଇଛି, ତାର ଗର୍ବ ଦୂର କରିବା ପାଇଁ କି ବହୁବିଧ ଉପାୟ ଅଛି। କଣ ଗୋଟେ ଆପଣ କରିଥାନ୍ତେ, ଯେମିତି ଏ କଲେ ସେମାନଙ୍କର ଗର୍ବ ଆପେ ଦୂର ହୋଇଥାନ୍ତା, ନିଜେ କାହିଁକି ଅନ୍ତର୍ଧ୍ୟାନ ହେଲେ? ଏଟା ତ ଆବଶ୍ୟକ ନଥିଲା କି ଉଚିତ ହେଲାନି, ଏଟା ଯୁକ୍ତିଯୁକ୍ତ ମନେ ହଉନି, ପ୍ରୟୋଜନୀୟତା ନଥିଲା ଆପଣଙ୍କର ଅନ୍ତର୍ଧ୍ୟାନର। ଜୁଠି ଜୁଠି ଯାହାର ଦର୍ପ ଆପଣ ବିନାଶ କରିଛନ୍ତି, କୃପା କରିକିରି ହଉ କିମ୍ବା ଦଣ୍ଡ ଦେଇକିରି ହଉ, କାହାକୁ ଦଣ୍ଡ ଦେଇକିରି କରିଛନ୍ତି, କାହାକୁ କୃପା କରି କରିଛନ୍ତି। କୃପା ଯାହାକୁ କରିଛନ୍ତି ମଧ୍ୟ କୃପା ଭିତରେ ଦଣ୍ଡଟେ ରହିଛି। ନାରଦଙ୍କୁ ଯେମିତି ଗୋଟେ ଦଣ୍ଡ ହେଲା, ଅବଶ୍ୟ ନାରଦଙ୍କୁ ସିଧାସଳଖ ଦଣ୍ଡ ହେଇନି, ତାଙ୍କ ଭିତରେ ଜାଗ୍ରତ କରେଇଦେଲେ ଯେ ମୋର ଗର୍ବ ହେଇଯାଇଛି, এই ଭାବଟା ତାଙ୍କ ଭିତରେ ଜାଗ୍ରତ କରିଦେଲେ। କିନ୍ତୁ ସେମାନଙ୍କ ଭିତରେ ଆପଣ ଗୋଟେ କଣ କୌଶଳ କରି କରିଥାନ୍ତେ, ସେମାନେ ଜାଣି ପକେଇଥାନ୍ତେ ଯେ ଆମର ଗର୍ବ ହେଇଯାଇଛି ବୋଲି। ସେ ଯେତେବେଳେ ଜାଣି ପକେଇଥାନ୍ତେ କାମ ତୁଟିଥାନ୍ତା, ଆରେ ରେ ଗର୍ବଟା ଆମର ହେଇଗଲା ରେ। କିନ୍ତୁ ନାରଦ ଜାଣି ପକେଇଲେ ଆପଣଙ୍କର ପ୍ରିୟ ଭୃତ୍ୟ ଗୁଡାକ, ଶେଷ ଜୀବ ତତ୍ଵ, ଈଶ୍ୱରଠୁ ଆହୁରି ଅଧିକତର ଶକ୍ତି ସମ୍ପନ୍ନ ଏଇ ଜୀବ ତତ୍ଵ ଗୁଡାକ, ଗୋପାଙ୍ଗନା ବୋଲିକି ଯୋଉ ଜୀବ ଗୁଡିକ ଗୁଡାକ ଈଶ୍ୱରଙ୍କଠୁ ତୁମଠୁ ଆହୁରି ଅଧିକତର ଶ୍ରେୟସ୍କର ଅବସ୍ଥାରେ ଅଛନ୍ତି। ଆପଣ ତାଙ୍କ ପାଖରେ ନିବେଦନ କରୁଛନ୍ତି, ନମ୍ର ହଉଛନ୍ତି। ତମସି ମମ ଭୂଷଣ ଦେହି ପଦ ପଲ୍ଲବମ ଉଦାର ପର୍ଯ୍ୟନ୍ତ ଯାଉଛି, ଏତେ ନମ୍ର ହେଇଯାଉଛନ୍ତି ଆପଣ ତାଙ୍କ ଆଗରେ। ଅନ୍ତର୍ଧ୍ୟାନ କାହିଁ ହେଇଗଲେ? ଆଉ ଗୋଟେ କିଛି କୌଶଳ ପ୍ରୟୋଗ କରିଥାନ୍ତେ। ଅନ୍ତର୍ଧ୍ୟାନ ହବାର ଅନ୍ୟ ଗୋଟିଏ କାରଣ ଅଛି, ଏ ଶ୍ଲୋକରୁ ଆମେ ବାହାର କରିବା। କଣ କହିଲେ ସୁଖଦେବ ଗୋସ୍ୱାମୀର ବାକ୍ୟଟି? ଏବଂ ଭଗବତ କୃଷ୍ଣାତ ଲବ୍ଧମାନା ମହାତ୍ମନଃ ଆତ୍ମାନଂ ମେନିରେ ସ୍ତ୍ରୀଣାଂ ମାନିନ୍ୟୋଭ୍ୟଧିକଂ ଭୁବି ତାସାଂ ତତ୍ ସୌଭଗ ମଦଂ ବିକ୍ଷମାନଂ ଚ କେଶବ ପ୍ରସମାୟ ପ୍ରସାଦାୟ ତତ୍ରେବାନ୍ତର ଧୀୟତ। କିଏ ସେ? ନା କେଶବ। କେଶବ କହିଲେ କଣ ହୋ? କେଶବ କହିଲେ କଣ? କେଶବ କହିଲେ ଭଗବାନ କୃଷ୍ଣଙ୍କର ଗୋଟେ ନା କେଶବ। କାହିଁକି ତାଙ୍କର ଏ ନାଟା କେଶବ ହେଲା? ନା କେଶୀ ନାମକ ଦୈତ୍ୟକୁ ନିପାତ କରିଥିବାରୁ ତାଙ୍କୁ କେଶବ କୁହାଯାଏ। ଆଉ କେତେକ ଅର୍ଥ କରନ୍ତି, କୃଷ୍ଣ ଓ ଶ୍ଵେତ କେଶରୁ ଉତ୍ପନ୍ନ ହୋଇଥିବାରୁ ତାଙ୍କୁ କେଶବ କୁହାଯାଏ। ଅଛି ପୁରାଣରେ, ବ୍ରହ୍ମବୈବର୍ତ୍ତରେ ଅଛି। କିନ୍ତୁ ମୁଖ୍ୟତଃ ଭାବରେ କେଶବ ନାମ ଭଗବାନଙ୍କର କାହିଁକି ହେଇଛି? କେଶୀ ନାମକ ଦୈତ୍ୟକୁ, ସେଟା ଘୋଡା ରୂପରେ ଯୋଉଟା ଆସିଥିଲା, ନା ଧେନୁକଟା ଘୋଡା, ଧେନୁକଟା ଗର୍ଦ୍ଧ, ଧେନୁକାସୁରଟା ହଉଛି ଗର୍ଦ୍ଧବ ରୂପ, କେଶୀ ଦୈତ୍ୟ ହଉଛି ଘୋଟକ ରୂପରେ ଆସିଥିଲା ବ୍ରଜରେ। କେଶୀ ନାମକ ଦୈତ୍ୟକୁ ବିନାଶ କରିଥିବାରୁ ତାଙ୍କୁ କେଶବ ବୋଲି କୁହାଯାଇଛି। କିନ୍ତୁ ଏଠି କେଶବ ଶବ୍ଦର ଅର୍ଥ ଟିକେ ଅଲଗା କରୁଛନ୍ତି। କଣ? ନା କ ବ୍ରହ୍ମା ଈଶ ଶଙ୍କର, ନାଇଁ କି? ଈଶ କହିଲେ, ଈଶ ଶିବଙ୍କୁ କୁହାଯାଏ ଈଶ ବୋଲି ନା କଣ? କ ବ୍ରହ୍ମା ଈଶ ଶିବ ଶଙ୍କର, ଏମାନଙ୍କୁ ଯିଏ କୋଟି କୋଟି ସଂଖ୍ୟାରେ ବ୍ରହ୍ମା ଓ ଶିବଙ୍କୁ ନିୟନ୍ତ୍ରଣ କରୁଛନ୍ତି, ଏମାନଙ୍କୁ ଯିଏ ନିୟନ୍ତ୍ରଣ କରୁଛନ୍ତି, ବ୍ରଜାଙ୍ଗନା ମାନଙ୍କର ଅନ୍ତରରେ ଜାତ ହୋଇଥିବା ସାମାନ୍ୟ ଟିକିଏ ମାନିନୀ ଅଭିମାନ, ସୌଭାଗ୍ୟ ମତ, ଏଟା ଦୂର କରିବାକୁ ତାଙ୍କୁ କଣ ଅଛି? କୋଟି 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 ଶିବଙ୍କୁ ଯିଏ ନିୟନ୍ତ୍ରଣ କରୁଛନ୍ତି, ନାଇଁ କି? ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଗୋଟେ ବ୍ରହ୍ମା ଅଛି, ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଗୋଟିଏ ଶଙ୍କର ଅଛନ୍ତି। ବ୍ରହ୍ମାଣ୍ଡ ମାନଙ୍କ ସଂଖ୍ୟା କେତେ? ଅଗଣନ, ନାଇଁ କି? କିଏ ଗଣି ପାରିବ ବ୍ରହ୍ମାଣ୍ଡ ସଂଖ୍ୟା କେତେ? ସେମାନଙ୍କୁ ଯିଏ ନିୟନ୍ତ୍ରଣ କରୁଛନ୍ତି, ଏକ ସମୟରେ କୋଟି କୋଟି ବ୍ରହ୍ମା ଶଙ୍କରଙ୍କୁ, ଏ ବ୍ରଜାଙ୍ଗନା ମାନଙ୍କ ମନରେ ଏତିକି ଟିକେ ଜାତ ହୋଇଛି ଯେ ସ୍ୱାଭିମାନ, ଅହଙ୍କାର, ଆମେ ସୌଭାଗ୍ୟଶାଳିନୀ ବୋଲି, କୃଷ୍ଣ ଆମର ପ୍ରଣୟୀ ବୋଲି, ସେଇଟା ଦୂରକୁ କେତେ ସମୟ ଲାଗନ୍ତା? ତା ପାଇଁ ଅନ୍ତର୍ଧ୍ୟାନ କାହିଁକି ହେଲେ? ଅନ୍ତର୍ଧ୍ୟାନ ହବାର ତ କିଛି ଆବଶ୍ୟକତା ନଥିଲା। କଣ ଏମିତି ପରିସ୍ଥିତି ଆସିଲା ଯେ ଭଗବାନଙ୍କୁ ନିଜକୁ ସେଠୁ ଲୁଚିବାକୁ ପଡିଲା?
कौन एमती परिस्थिति गोटे आसला जो भगवान निजे आत्मगोपन कले कि तुम्हें तो तांकर दर्प विनाश करने कथा तमें कहीं लुचुच नहीं कि ए सन्देह जो आसी पहुंचुचे ये प्रश्न है कौन ना केशव वीक्ष देखा पाइले कौन देखिले ना तासांग कहले एक वचन अधिका आसीगला हाँ गोपांगनाथ माने तो बेसी गुड़े अच्छा तथापि तासांगर एक रु अधिका अर्थ आम नवा तत् सौभाग्यमिदम च मानम माने दुई जन लोक ये आसी पहुंचले केतकर सौभाग्य मद आउ केतक अभिमान चटे रहा तासांग तत् सौभाग्य मदं वीक्ष मान च आउ मध्य मान सौभाग्य मद आउ मध्य च शब्दर अर्थ चटा से अर्थबोध करूनी कि आप फेल करूँ अर्थ कहवा दरकार नहीं ये कौन से सौभाग्य मद ठारू मान टाकू च शब्द अलग बोध करूँ नहीं तासांग तत् जमी रामं भीमं च भीम मध्य रामा भीम कही जाता राम भीम कही जाता दुई वचन पड़े था रामं भीमं च संस्कृत पाठ तो आमर तो संस्कृत एत गभीर प्रवेश नहीं जे आम व्याकरण सूत्र आणिक खटेक आपको बुझेदे व्याकरण सूत्र आम कौन हम आमको भाव टी मिलगला भगवान कथा टी मिलगला व्याकरण सूत्र शंकराचार्य परा सीधा सड़क कहले नहीं नहीं उद्धार डुक्रुज करणे स्मर गोविंदं भज गोविंदं भज मूढ़वते जाहु तासांग तत् सौभाग्यं मद वीक्ष मानं च केशव मान मध्य अतएव यार अर्थ भावार्थ या अनुभव होची ध्वनित होची साउंड होची थ्रू जे सौभाग्य मदंच अभिमानंच कहार सौभाग्य मद जात होइछि मो परम भाग्यवती कहार अभिमान जात होइछि मत हतादर तात्पर्य टीकाकार माने बाहर करछन एठु एवं भगवत कृष्णात लब्धमान गोटे जगार अर्थ होला लब्धमाना आउ गोटे जगार अर्थ होला अलब्धमाना कौन ना महात्मन भगवतस्य कृष्णस्य एवं प्रणय परिरंभण लब्धमानांच अलब्धमानांच दी प्रकार आसीगले लब्धमाना अलब्धमाना कथाटा को फिटेकरी कहवा एतिकी आमर वाक्यर दरकार आउ किछि दरकार नहीं ये जिते ब्रजकन्या अछंती आम एक कथा उत्तम रूपे जानिचु जे मूल जिनिसटा को आम सब मन रखा हम या भितर प्रथम दीटा कैटेगोरी अछंती गोटे होचंती स्वयं सिद्धा आउ दले होचंती साधन सिद्धा नहीं कि स्वयं सिद्धा आउ साधन सिद्धा स्वयं सिद्धा गुड़िक भगवान को अंगरू बाहर भगवान को अंगरू केमिति बाहर न तू डायरेक्टली आउ भगवान को श्री अंगरू राधा बाहर राधांकर सखी रूप एगुड़ाक सब राधार अंश कोटि कोटि अवतार जमी भगवान अंश सेमती सब गोपकन्या गुड़ाक गोपकन्या स्वयं सिद्धा न तो साधन सिद्धा स्वयं सिद्धा गुड़िक समस्ते राधांगर अंश एगुड़ा सब नित्य सिद्धा भगवान को श्रीअंग बाहर यार भजन साधन किसी आवश्यक नहीं कौन भजन भगवान को देहर शक्ति गुड़ाक देहर बाहर कौन प्रथम राधा बाहर राधांगर काव्य स्वरूप गुड़ाक आउ कौन लंबेगिरी कहले आम समय नहीं सब एत बाट को जावाई तेणु सर्टकटे कहूँ जोड़ा आम पूर्व आलोचना होती अथर्व वेद अनुसार राधांगर जो नामकरण कथा आम आलोचना करते ब्रह्मवैवर्त पुराण अनुसार जे व्यवस्था रही उभय अथर्ववेदर रहस्य गुड़ा प्राय ब्रह्मवैवर्त निर्माण कराई सूत्राकार जोड़ाक अच्छे अथर्ववेद डिटेल कर
भगवान देहरु भगवान इच्छा है मुझे खेलती क्यों तुम खेल कौन खेलने तो दुईटा दल दरकार नहीं कि ताली मारिबा गोटे खेल दुईटा हाथ ना ताली मार गोटे हाथ जार दुईटा दल प्रतिपक्ष ना तो खेल हेनी तुम केमी खेल तुम तो जड़े एक में बा द्वितीय आ तो द्वितीय नहीं ना मोर शक्ति अच्छे मुझे जोड़े ही नहीं कि मुझे जोड़े ही मु कौन दुईटा हो पार तो छटा दरकार हो ना है तुम सागर तुम खेल ना कौन कर तो किए ना कौन शिशु जमी निज छाई सागर खेले रे ने रमेश ब्रज सुंदरीण यथार्भक स्व प्रतिबिंब विभ्रम खते होची छाई की देखी खते होची कोई ढेने माइला छाई मध्य तो ढेने माइला नहीं से छाई की खते हेले छाई मध्य तो खते हेला ये छाई के तो चपड़ाटे उंचेला छाई मध्य ताकू चपड़ाटे उंचेला कौन बुझीपार ना कि छाई सहित जमी क्रीड़ा करे शिशु निज छाया सह आ तो किए ना गोटे तत्व भगवान निज शक्ति लादनी शक्ति की शरीर अलग कले क्रीड़ा करते से लादनी शक्ति भगवान शरीर निर्गता है प्रचंड वेगरे दौड़िकी पलैला यार बड़ सुंदर रहस्य रही छुटिया जा आम बेल ना शिवालय भितर पशे से तो आड़ को पलैब ज्ञान आड़ा है रसमय वस्तु सेटा हूँ ज्ञान कथा हाँ तो पलैब बहुत दूर को जाई से लादनी शक्ति पुनर्बार पछकू फेरिकी चाहिला पछर को चाह भगवान जो सिंहासन बसती अति प्रचंड बेगर धावमान है भगवान को बाम पार्श्वर आसी बस पड़ा एति अथर्ववेद कहुई प्रचंड बेगरे भगवान प्रति प्रति धावमाना इति राधा से संस्कृत कहते वैदिक शब्द तार अर्थटा आपको कहीदेली प्रचंड बेगरे स्वशक्तिमान प्रति स्वपिंड प्रति मूलपिंड प्रति प्रचंड बेगरे प्रतिधावमाना राधा शब्दर तात्पर्य आउ गोटे राधा शब्दर तात्पर्य अच्छी तो व्याख्या अच्छी जे आराधत असौ इति राधा सेटा पर आलोचना करवा ये जोड़े ही मुख्य आउ राधा शब्दर नाना प्रकार अर्थ करते सेटा ग्रहणीय नुहे ये दुटा एकदम पक्का शास्त्रीय ऋषि वाक्य तत्वदर्शी मान वाक्य जहा हो से राधा भगवान शरीर जे बाहरी थे काव्य स्वरूप देहर बाहर स्वयं सिद्धा गोपी मान गला बाकी आउ दल रहिले गोपांगना मान भर साधन सिद्धा ये साधन सिद्धा माने तीन श्रेणी विभक्त देवकन्या मुनिकन्या आउ श्रुति कन्या आम पूर्व आलोचना करछे एमाने सिद्ध देह धारण करी करी साधना करी 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 तांको सहित मिसिकरी थिले ब्रजरे तांकर जो योग्यता आसला जन्म होइतले जेतेबेले मोहन वंशी बाजिला रासमंडल को जीवाई समस्ते दौड़िले स्वयं सिद्धा गुड़ाक पलैले बाप भाई मैंने अटकई देले नहीं कि एम अटकई देले बढ़ी आसे गोटे आलोचना करे आलोचना करी कहीं ना गुड़ाक बुझे ना परवर्ती आसो बोली जिते अटकई देले से गुड़ाक आसी घर अंत भितर कोण बांधि पड़ी हा कृष्ण बोली प्रीतिपूर्ण हृदय श्रीकृष्ण को प्रणय रूप झुरी 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 जहु गुणमयम देहम से केते अर्थ अच्छी केते तात्पर्य टीका करें कहीचे मन रही आप मोर टे मन अच्छी तो पुथी देखिले आउे मुझे अर्थ करी थे शुणिले क्या मन रही 5 थर 10 थर न शुणिले से जिते गुणमय देहता कृष्ण स्मरण कर चलीगला तथापि रासमंडल को जीवार योग्यता से आसला नहीं कहीं ना अपेक्षा करुला तो जातीय सतसंग एमाने रासमंडल जो फेरिले एम सहित 2 मास 3 मास मैंने मिलामिशा कले सत्संग होगा यांकर कृष्ण प्रीतिटा किमिति करने को हुए से प्रणय और भाव देह को संचारित होला गुरु देहरु शिष्य देह को सतसंगी भितर जनक देहरु आउ जनक देह को भाव संचारित होला भाया ज्ञान संचारित होला भाया संचारित होला द्वितीय थर तृतीय थर चतुर्थ थर रासमंडल को से योग्य हेले नहीं कि अच्छा केते से योग्य हे
ଯେତେବେଳେ ରାଧାରାଣୀଙ୍କର କାବ୍ୟ ସ୍ୱରୂପ ଲାଦିନୀ ଶକ୍ତିର କଣା ଟିକେ ୟାଙ୍କ ଭିତରେ ଆସି ପ୍ରବେଶ କରିବ, ସେତେବେଳେ ସେ କୃଷ୍ଣ ଭୋକ୍ତା ହେବ, ଯୋଗ୍ୟ ହେବେ ନା, ଆଉ ନହେଲେ କୃଷ୍ଣ ଭୋଗ କରିବେ କି? ଟିକେ ଚିନ୍ତା କରନ୍ତୁ କଥାଟାକୁ। ସ୍ୱଶକ୍ତିଟାକୁ ସିନା ସେ ଭୋଗ କରୁଛନ୍ତି, ଏଟା ତ ଜୀବତତ୍ଵ ଗୁଡାକ। ୟାଙ୍କ ଉପରେ ଯଦି ଅଧିରୂଢ ନହବ ରାଧାରାଣୀର ଗୋଟେ କଣା ଆସିକିରି, ଯେମିତି ଆମ ଦେହରେ ଭଗବାନଙ୍କର ଗୋଟେ ଅଂଶ ଏତିକି ଟିକେ ଜୀବ କଣା ଆସି ଅଧିରୂଢ ହୋଇଛି, ସେମିତି ରାଧାରାଣୀ ଦେହରୁ ଗୋଟେ ଅଧିରୂଢ ଆସିଲେ ତ ଯାଇକିରି ହବ। ଯୋଉମାନଙ୍କ ପାଖକୁ ଆସିକିରି ଦେହ ଭିତରେ ପ୍ରବେଶ କଲା ରାଧାର କଳା ଟିକେ ଟିକେ, ଲାଦିନୀ ଶକ୍ତିର ଟିକେ ଟିକେ କଳା ପ୍ରବେଶ କଲା, ସେମାନେ ରାସମଣ୍ଡଳ ପାଇଁ ଯୋଗ୍ୟ ହୋଇଗଲେ। ଆଚ୍ଛା, ବର୍ତ୍ତମାନ ଏତିକି ହଉଛି ଘଟଣାଟା, ବେଶଟା, ଏ ନଲେଜଟା ଦରକାର ଆମକୁ। ବର୍ତ୍ତମାନ ଚିନ୍ତା କରନ୍ତୁ, ଯୋଉଗୁଡାକ ସାଧନ ସିଦ୍ଧା ଥିଲେ ସେମାନଙ୍କ ମନରେ ପରମ ଆନନ୍ଦ ଆସିଗଲା। ଇଏ ଚତୁର୍ଦଶ ବ୍ରହ୍ମାଣ୍ଡ ଭିତରେ ମୋ ଭଳିଆ ଭାଗ୍ୟଶାଳିନୀ କିଏ ଅଛି? ମୋ ଭଳିଆ ଭାଗ୍ୟଶାଳିନୀ କିଏ ଅଛି? ଯୋଉଗୁଡ଼ିକ ସ୍ୱୟଂ ସିଦ୍ଧା, ସେମାନଙ୍କର କୃଷ୍ଣ ସହ ପରିଣୟର ଆବଶ୍ୟକତା ନାହିଁ। କୃଷ୍ଣଙ୍କ ସହ ପ୍ରଣୟର ଆବଶ୍ୟକତା ନାହିଁ। ଯଦି ରାଧାଙ୍କ ସହିତ କୃଷ୍ଣଙ୍କର ପ୍ରଣୟ ହେଲା, ରାଧାଙ୍କ ହୃଦୟରେ ଯୋଉ ସୁଖଟା ଜାତ ହେଲା, ସେଇଟା ସେମାନଙ୍କ ଭିତରକୁ ସଞ୍ଚାରିତ ହବ। କାହିଁକି? ଶ୍ରୀରାଧିକା ହନ କୃଷ୍ଣେର ପ୍ରେମ କଳ୍ପଲତା, ଏ ଶବ୍ଦଟାକୁ କେତେଥର ମୁଁ ଉଚ୍ଚାରଣ କରୁଛି, ଏହାର ମୂଲ୍ୟ ସେମିତି ଅଛି ବୋଲି ନା, ଆଉ ସବୁଠି ଲାଗିବ ଏଇଟା। ଆଉ ଶ୍ରୀରାଧିକା ହନ କୃଷ୍ଣରେ ପ୍ରେମ କଳ୍ପଲତା, ଗୋପୀଗଣ ହଳ ତାର ପଲ୍ଲବ ପୁଷ୍ପ ପାତା। ଆରେ ଲତାଟାର ମୂଳଟାରେ ଯଦି ପାଣି ଦିଆଗଲା, ପଲ୍ଲବ ପୁଷ୍ପ ପାତା ସମସ୍ତେ ପାଇବେନି। ପତରରେ ପାଣି ଢାଳିଲେ ପତ୍ର ପାଇବ, ଫୁଲରେ ପାଣି ଟିକେ ପକେଇଲେ ଗଛଟା ଧାଉଁଳି ଯାଉଛି, ଫୁଲରେ ପାଣି ଟିକେ ପକେଇଦବା, ଫୁଲଟା ଚେତା ଉଠିବ, ମୂଳରେ ପାଣି ଟିକେ ପକେଇଦେଲେ ସମସ୍ତେ ଚିଁ ଉଠିବେ। ତଦ୍ରୂପ ଯେତକ ସାଧନ ସିଦ୍ଧା ସ୍ୱୟଂ ସିଦ୍ଧା ରାଧାରାଣୀଙ୍କ ସହିତ କୃଷ୍ଣଙ୍କର ପ୍ରଣୟରେ ରାଧାଙ୍କ ଅନ୍ତଃକରଣରେ ଯେଉଁ ଭାବ ବା ଆନନ୍ଦ ଜାତ ହୁଏ, ସେ ଆନନ୍ଦଟା ସମସ୍ତଙ୍କ ଆଡକୁ ସଞ୍ଚାରିତ ହୁଏ। ଏ ହଉଛି ସିଦ୍ଧାନ୍ତ। ବର୍ତ୍ତମାନ କଣ ହେଇଛି ଘଟଣା ନା, ସାଧନ ସିଦ୍ଧା ମାନଙ୍କ ପ୍ରତି ଭଗବାନ କୃଷ୍ଣଙ୍କର ଯେଉଁ ପରିଣୟ, ଯେଉଁ ପ୍ରୀତି, ବାହୁ ପ୍ରସାର ପରିରମ୍ଭ କରାଳ କୋରୁ ଇତ୍ୟାଦି ବାକ୍ୟରେ ଯାହା କହିଲେ, ଶୃଣ୍ୟତି କାମପି ଚୁମ୍ବତି କାମପି କାମପି ରମୟତି ରାମାଂ, ଭଗବାନ କୃଷ୍ଣ ସମସ୍ତଙ୍କ ଯେତେବେଳେ ସମାନ ଆଚରଣ କରିଦଉଛନ୍ତି, ସେତେବେଳେ ଶ୍ରୀରାଧିକା ବସୁଛନ୍ତି କି କଥା, ସମସ୍ତଙ୍କୁ ଯେତିକି ମୋ ଭାଗକୁ ମଧ୍ୟ ସେତିକି। କାହିଁକି? ନାଇଁ କି? ନା, ହବନି। ବିକ୍ଷ ମାନଞ୍ଚ କେଶବ, ଦଳେ କରିଛନ୍ତି ଅଭିମାନ, ବା ଗୋଟିଏ ଧରନ୍ତୁ, କାହିଁକି ଗୋଟେ ତ କାବ୍ୟ ଗୁଡାକ ସବୁ ସ୍ୱୟଂସିଦ୍ଧ ଗୁଡାକ, ରାଧାରାଣୀ ମାନଙ୍କର ପ୍ରଚଣ୍ଡ ଅଭିମାନ। ଏ ସାଧନ ସୁଦ୍ଧା ଜୀବ ଗୁଡିକ ତପସ୍ୟା କରି କୋଠରରେ ଆସି ମୋଠୁ କଳା ଟିକିଏ ପାଇ ଯୋଉମାନେ ସେ ତମର ପ୍ରଣୟନ ହେଲେ, ମୋ ମାଧ୍ୟମରେ ସିନା ସେମାନଙ୍କୁ ତୁମେ, ଏଇଟା କାହିଁକି ହଇବ ରାଧାରାଣୀ? ତମେ ପରା ଭଗବାନଙ୍କର ଶକ୍ତିଟି, ତମ ଭିତରେ କଣ ପରଶ୍ରୀ କାତରତା ଅସୂୟା ମ? ନାଇଁ ନାଇଁ ନାଇଁ, ଏଇଟା ପରଶ୍ରୀ କାତରତା ଅସୂୟା ନାଇଁ। ଆମ ଜଗତର କଥା ବୋଲି ସିନା ଆମେ ଜାଣିନି ଗୁଡାକ, ତ ତେବେ ଆମ ଜଗତର କଥା, ଏଇଟା ପରଶ୍ରୀ କାତରତା ବା ଅସୂୟା ନୁହଁ। ଆଉ ତେବେ କଣ? ଅହେରିବ ସଦା ପ୍ରେମନା ପ୍ରେମସ୍ୟ କୁଟିଳା ଗତି, ଯଦି ବାମ ଦକ୍ଷିଣ ନ ହଉଛି ପ୍ରେମର ପରିପୁଷ୍ଟତା ହୁଏ ନା। ବିଚ୍ଛେଦ ବିନା ମିଳନର ପୁଷ୍ଟି ନାହିଁ, ଆନନ୍ଦ ନାହିଁ। ଯାହା ହଉ, ବଡ ରହସ୍ୟମୟ କଥା ତ ରସତତ୍ଵ, ଆମେ ତ ବେଶୀ ଗୁଡେ ଖୋଲି ପାରିବାନି ସଭା ସମିତି ଭିତରେ, ବହୁତ ବହୁତ କଥା ରହିଛି ଆ ଭିତରେ। ଅତଏବ ଭଗବାନ କଣ କଲେ ନା, ଦେଖିଲେ ଦଳେ ଅଭିମାନ ରେ ଜଳି ଯାଉଛନ୍ତି, ଆଉ ଦଳେ ତ ସୌଭାଗ୍ୟ ମତରେ ଫୁଲି ଯାଉଛନ୍ତି। ଆମେ କହୁନେ ତୋର କେଡେ ଗର୍ବ ଏମିତି ଫୁଲେଇ ହେଇଛୁ,
ଏଠି ଭଗବାନ କରନ୍ତି ଆଉ କଣ? ସେ ଭଗବାନ ବୋଲି କାମ ଚଳେଇ ଦେଲେ ନା, ଦିଟା ଆଗ ଦଳକୁ ଏକା ବେଳକେ ଶାନ୍ତ କରିଦେଲେ। ଆଉ ସେ ଭଗବାନ ବୋଲି ଦିଟା ଆଗ ଦଳକୁ ଏକା ବେଳକେ ଶାନ୍ତ କରିଦେଲେ। ଆଉ କେହି ହେଇଥିଲେ ପାରିନଥାନ୍ତେ। କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସମର୍ଥ ତ, ତେଣୁ ପାରିଲେ। ଗୋଟିଏ ଉଦାହରଣରେ ଆପଣ ସହଜରେ ବୁଝିଯିବେ। ଆମ ଘର ମାନଙ୍କରେ ସବୁ ପୂର୍ବେ କାଠ ଜାଳ ଛଡା ତ ଆଉ କିଛି ଜାଳ ନଥିଲା, ଦୋପଖା ଚୁଲି ସବୁ ତିଆରି କରନ୍ତି। ଆମ ସମୟରେ ହାଇସ୍କୁଲ 10 କିଲୋମିଟର 15 କିଲୋମିଟର 8 ମାଇଲ 7 ମାଇଲ ଦୂରରେ ମଫସଲରେ ଯେଉଁମାନଙ୍କର ଘର, ଆମେ ସକାଳ 7ଟା 7:30ରୁ ଚାଲି ଚାଲିକିରି ଯିବୁ ଯେ ସେଠି ଯାଇକରି ପହଞ୍ଚିଲା ବେଳକୁ ଆମ ମା ମାନେ କ'ଣ କରିବେ, ଗୋଟେ ଦୋପଖା ଚୁଲି କରିଥାନ୍ତି। ଗୋଟେ ପଟେ ଭାତ ପୁଞ୍ଜି ବସେଇଦେଲେ, ଗୋଟେ ପଟେ ଡାଲି ଟିକେ ବସେଇଦେଲେ, ଆଳୁ ଟିକେ ପକେଇଦେଲେ ତା ଦେହରେ। ଆମେ ସବୁ ପିଲା ଆସିଲା ବେଳକୁ ସନ୍ଧ୍ୟା 7, ପୁଞ୍ଜିଏ ଖାଇବାକୁ ନଦେଲେ ମା ମାନଙ୍କ କ'ଣ ହବ? ବାସି ପଖାଳ ଦେଲେ ତ ପିଲାଙ୍କ ଦେହ ଖରାପ ହେଇଯିବ, ମା ମାନେ ସହଜରେ ଦେଇପାରିବେନି। ଅଳସୋଇ ମା ହେଇଥିଲେ ଦେଇଦେବ, ପଖାଳ ଖାଇକି ପଳାଉଲି। ଦୋପଖା ଚୁଲି କରିଥାନ୍ତି। ତାର ଗୋଟେ ପାଖରେ କାଠ ବସିବ, ଦୁଇ ପଟେ ଶିଖା ବାହାରିବ। ଆମ ଜଗନ୍ନାଥଙ୍କର ତ ସହସ୍ର ପଖା ଚୁଲି, ଦୋପଖା କ'ଣ? ଏ ଦୋପଖା ଚୁଲିରେ କାଠ ଦେଇ ରୋଷେଇ କରନ୍ତି, ଦୁଇ ପଟେ ଶିଖା ବାହାରେ। ମନେ କରନ୍ତୁ ଗୋଟେ ଦୋପଖା ଚୁଲିରେ କାଠ ଜଳୁଛି, କାଠ ଦି ଖଣ୍ଡି ପଡିଛି, ହୁତୁ ହୁତୁ ଜଳୁଛି, ଦୁଇ ପଟେ ଶିଖା ବାହାରୁଛି, ଦୁଇ ପଟେ କ୍ଷୀର ବସିଛି। ଗୋଟିଏ ହଉଛି କାଲିର କ୍ଷୀର, ଆଉ ଗୋଟେ ହଉଛି ଆଜିର କ୍ଷୀର। କାଲି କ୍ଷୀରଟା ଛିଡ଼ିଯିବ ନା ଟିକେ ଗରମ ନ କଲେ। କାଲି କ୍ଷୀରଟା ମରା ହେଇକରି ମାଖନ ଖୁଆ ହେଇ ଆସିଲାଣି, ନାଇଁ କି? ଖୁଆ ହେଇ ଆସିଲାଣି। ଆଜିର କ୍ଷୀରଟି ବସିଛି, କଞ୍ଚା କ୍ଷୀରଟା ଚୁଲିରେ ବସିଛି। ଜାଳ ଯେତେବେଳେ ଟିକେ ଭଲକିରି ଜଳିଗଲା, ଜୋରକିରି ଜଳିଗଲା, ଯୋଉଟା ଖୁଆ ହେଇଥିଲା ସେ ପୁରୁଣା ଜିନିଷଟା, ପକ୍କା ଜିନିଷଟା, ସଲିଡ୍ ଜିନିଷଟା କ'ଣ ହଉଛି ନା ତାପରେ ପୋଡି ଯାଉଛି ଖୁଆଟା, ନାଇଁ କି? ଆଉ ଯୋଉଟା କଞ୍ଚା ଜିନିଷଟା ବସିଥିଲା ସେଇଟା ଗର୍ଭରେ ଉତୁରି ଯାଉଛି। ଉପାୟ କ'ଣ? ଯଦି ବୁଦ୍ଧିମତୀ ମା ହେଇଥିବ, ସେ ଦିଟାକୁ କେମିତି ବଞ୍ଚେଇବ? ଜାଳଟାକୁ ଯଦି ଭିଡ଼ିଦବ, ତା ପୋଡାଟା ମଧ୍ୟ ବନ୍ଦ ହେଇଯିବ, ୟାର ଉତୁରିବାଟା ମଧ୍ୟ ବନ୍ଦ ହେଇଯିବ, ନାଇଁ କି? ଅତଏବ କ'ଣ ବୁଝିପାରିଲେ ନା କଥାଟା? ଗୋଟେ ଦୋପଖା ଚୁଲିରେ ସେପଟେ ଖୁଆ ବସିକିରି ଘଣ୍ଟା ହଉଛି, ସେ ଗାଢ ହେଇଗଲାଣି, ଶୁଖିଲା ହେଇ ଆସିଲାଣି। ଏପଟେ କଞ୍ଚା କ୍ଷୀର ବସିକିରି ଉତୁରୁଛି, ଜାଳ ଟିକେ ଜୋର ହେଇଗଲା। ଭଗବାନ ଶ୍ରୀକୃଷ୍ଣ ଏମାନଙ୍କୁ ଅତି ପ୍ରୀତି କରି ପକେଇଲେ, ଏକାଥରେ ଅଜାଡ଼ି ଦେଲେ ସବୁତକ ସୁଖ ସୌଭାଗ୍ୟ। ଜାଳ ଯେତେବେଳେ ଜୋର ହେଇଗଲା, ଖୁଆ ପୋଡ଼ି ଯାଉଛି, ଅଭିମାନରେ ଜଳି ଯାଉଛି, ନାଇଁ କି? ଇଆଡେ କ୍ଷୀର, ଯେ ନୂଆ କ୍ଷୀର ଆଜି ଦୁହାଁ ହେଇକିରି ବସିଛି, ସେ ଉତୁରି ଉଠୁଛି, ଉତୁରି ପଡୁଛି। ହେଲେ ଉପାୟ କ'ଣ ଅଛି? ଆଉ ଦିଟାକୁ ଏକାବେଳକେ ରକ୍ଷା କରିବାକୁ ହବ, ନହେଲେ ଲସ୍ ଅଛି। ସେଇଟା ଓହ୍ଲଉ ଏଇଟା ପୋଡିଯିବ, ଏଇଟା ଓହ୍ଲଉ ସେଇଟା ଉତୁରିଯିବ। କ'ଣ କଲେ ଦିଟାକ ବଞ୍ଚିଯିବେ? କେବଳ ଯଦି ଅଗ୍ନିଟାକୁ ଆମେ ଅନ୍ତର୍ଧ୍ୟାନ କରିଦବା, ଜାଳଟାକୁ ଟାଣିଦବା ବାହାରକୁ, ଦିଟାକ ବଞ୍ଚିଯିବେ। ଅତଏବ ଭଗବାନ ଶ୍ରୀକୃଷ୍ଣ କ'ଣ କଲେ ନା ବିକ୍ଷଙ୍ଗ ମାନଞ୍ଚ କେଶବ ତତ୍ ସୌଭାଗ୍ୟ ମଦଞ୍ଚ, ଏ ଦୁଇଟାକୁ ରକ୍ଷା କରିବା ପାଇଁ, ରାଧାରାଣୀଙ୍କୁ ଅଭିମାନରୁ ରକ୍ଷା କରିବା, ସାଧବ ସିଦ୍ଧା ମାନଙ୍କୁ ରକ୍ଷା କରିବା, ଏ ହେଲା ଦ୍ୱିତୀୟାର୍ଥ। ଏ ଶ୍ଲୋକର ପୁଣି ତୃତୀୟାର୍ଥ ଅଛି। ଆଉ ଗୋଟିଏ ଜିନିଷ ଅଛି, ଯାହା ହଉ ଆଜି ଆଉ ବେଳ ନାହିଁ, ତାକୁ ମଜେଇ ଘାଣ୍ଟିଲେ ସିନା ତା ଭିତରୁ ସରସତା ବାହାରିବ। ଆଉ ତରବରିଆକିରି ଗଡ଼େଇକିରି ପଳେଇଲେ ତାର ମିଠା ପାଇବାନି। ଆଜି ତ ବେଳ ହେଇଗଲା, ମୁଁ ଭାବିଥିଲି ଆଜି ତିନିଟାକ ଜିନିଷ, ସେଇଥିପାଇଁ କାଲି ମୁଁ ଅଟକେଇ ଦେଇଥିଲି ଏଣୁ ତେଣୁ କହିକିରି। ଏ ଗୋଟିଏ ଦିନ ବସି ଆଲୋଚନା କରିବା।